देवो भव अतिथि देवो भव सर्वान् देवो भव चित्तस्य शुद्धये कर्म न तु वस्तुफलप्रदये वस्तुसिद्धिर्विचारेण न किञ्चित् कर्मकोटिः नित्यो नित्यः चेतना चेतना एको बहुना यो विदधाति कामं तमात्मस्थं येन पश्यन्ति धीराः तेषां शान्तिः शाश्वती नेतरेषां मनसैवानुद्रष्टव्यं नेह नानास्ति किञ्चन मृत्युमाप्नोति यः नानेव पश्यति विद्यते हृदयग्रन्थिं छिद्यन्ते सर्वसंशयाः क्षीयन्ते तस्य कर्माणि तस्मिन् दृष्टे परावरे पाणिपादो जवनग्रहीता चक्षुषशृणोत्यकर्म सवेति वेद्यं न च कस्यास्ति वेत्ता तमाहुरग्रह्यं पुरुषं महान्तं यस्य देवे परावक्ति यथा देवे तथा गुरु तस्य ते पतितायः प्रकाशन्ते महात्मनः ज्ञानामृतेन कृतस्य योगिनः नैवास्ति किञ्चित् कर्तव्यम् अस्ति चेतनसा तत्त्ववित् चक्षुषा न पश्यति येन चक्षुषि पश्यति तदैव ब्रह्मत्वं विद्धि नेदं यदिदम् उपासते উঠিলা ফুটি বীণা মেলিলা তন পক্ষী তোড়িলা স্বন গলা ঝরনা নাচি বংশী উঠিলা বাজি জহ্ন শোইলা নাহি মন রহিলা চেই যেদিন মু জানিলি মুখিয়ে ভাঙ্গি গলা মু ঘর জଳି গলা সংসার জাগি দেখিলি মুহি কেহি কেউঠি নাহি স্বপ্ন যাইছি সরি আশা যাইছি মরি একা একা মু আছি মু মতে দেখুছি
ଜାଣିଲି ମୁଁ କିଏ। ରୂପ ନଥିଲା ମୋର, ଗୁଣ ନଥିଲା ମୋର, ଖୋଲା ପକ୍ଷୀଟି ମୁହିଁ, କିଛି ବନ୍ଧନ ନାହିଁ। ନାହିଁ ଜାତି ଆଶ୍ରମ, ନାହିଁ ରୂପ କି ନାମ। ସବୁ ପଛରେ ରହି ଖାଲି ଦେଖୁଛି ମୁହିଁ। ଯେଉଁ ଦିନ ମୁଁ ଜାଣିଲି ମୁଁ କିଏ। ଦିନେ ଥିଲି ମୁଁ ଯାହା, ଆଜି ରହିଛି ତାହା। ଭ୍ରାନ୍ତି ଯାଇଛି ହଜି, ମୁଁ କେବଳ ଅଛି। ସବୁ ରୂପରେ ଅଛି, ସବୁ କାଳରେ ଅଛି। ସବୁ ବେଳେ ରହିଛି ମୁଁ, ମୋତେ ଭୋଗୁଛି। ଯେଉଁ ଦିନ ମୁଁ ଜାଣିଲି ମୁଁ କିଏ। ଯେଉଁ ଦିନ ମୁଁ ଜାଣିଲି ମୁଁ କିଏ। ନିଜକୁ ସଂସ୍କାରିତ କରିବା ପାଇଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଯେଉଁମାନେ ଦାର୍ଶନିକ ଅଛନ୍ତି, ସାଧୁସନ୍ଥ ଅଛନ୍ତି, ସେମାନେ ନାନାଦି ବର୍ଣ୍ଣନା କରି, ନାନାଦି ଉଦ୍ଦେଶ୍ୟ ରଖି କି ମନୁଷ୍ୟ କେମିତି ତା ରାସ୍ତା ପାଇବ, ବାଟବଣା ହେବନି, ସେଥିପାଇଁ ନିଷ୍ଠାପର ଭାବରେ କର୍ମ କରିଯାଇଛନ୍ତି। ଯେଉଁ ମହାପୁରୁଷମାନେ କର୍ମ ସବୁ କରିଯାଇଛନ୍ତି, ଆମକୁ ମନେ ରଖିବା ପାଇଁ ପଡ଼ିବ, ସେମାନେ ଗୋଟିଏ ଜିନିଷକୁ ଚର୍ଚ୍ଚା କରିବା ପାଇଁ ଚାହୁଁଛନ୍ତି ଯେ ମନୁଷ୍ୟର ଦୁର୍ଭାଗ୍ୟ କ'ଣ ପାଇଁ ଆସିଛି ଏବଂ ସେ ସବୁଠାରୁ କେଉଁ ଜିନିଷଟାକୁ ହରେଇ ବସିଛି। ନା, ମନୁଷ୍ୟର ଦୁର୍ଭାଗ୍ୟ ସବୁଠାରୁ ବଡ଼ ଦୁର୍ଭାଗ୍ୟ ଆସିଛି, ସେ ଯେତେବେଳେ ନିଜକୁ ଅବଜ୍ଞା କରିଛି ବା ନିଜକୁ ଜାଣିବା ପାଇଁ ଚେଷ୍ଟା କରିନାହିଁ, ସେଇଠି ସବୁ ଅସୁବିଧା ହେଇଛି। ଯଦି ତାକୁ ବୁଝେଇ ଦିଆଗଲା ଯେ ତୁ ପ୍ରକୃତରେ କିଏ ବା ତୁ କ'ଣ, ମୁଁ ନିଜେ କିଏ, ଯଦି ଜାଣିପାରିଲା ତାର ସମସ୍ତ ଯନ୍ତ୍ରଣା ଦୂର ହେଇଯିବ। ସେ ଫୁଲଟିଏ ଭଳି ଜୀବନ ବିତେଇବ, କିଛି ତାକୁ ଅସୁବିଧା ରହିବନି, କୌଣସି ପ୍ରକାର ଭାବ ତାକୁ ଆକ୍ରାନ୍ତ କରିବ ନାହିଁ, ଗୋଟେ ସୁନ୍ଦର ଜୀବନ ଜିଇପାରିବ। କିନ୍ତୁ ଆମେ ଯଦି ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖିବା, ଯଦି ଯନ୍ତ୍ରଣା ହିଁ ଯନ୍ତ୍ରଣା, ଜୀବନକୁ ଜିଇବାର ଶୈଳୀ, କେମିତି ଆମେ ଜୀବନଟା ଜିଇବା,
এই কথাটা ପ୍ରାୟତଃ ଅଧିକାଂଶ ଲୋକକୁ ଜଣା ନାହିଁ। ଆମକୁ ଭାବୁଛୁ ଆମେ ବଡ଼ ବଡ଼ ପ୍ରଫେସର ମାନେ ଅଛନ୍ତି, ବିଦ୍ୱାନ ମାନେ ଅଛନ୍ତି, ସେମାନଙ୍କୁ ବହୁତ ଜ୍ଞାନ ଥିବ, ସେମାନେ ନିଜ ବିଷୟରେ ବହୁତ ଭଲ କରି ଜାଣିଥିବେ। ପରୀକ୍ଷା କରିକି ଦେଖ, ମୁଁ ବି ଦେଖିଛି ବହୁତ ପ୍ରଫେସର ଅଛନ୍ତି, ବହୁତ ବିଜ୍ଞ ଲୋକ ଅଛନ୍ତି, କିନ୍ତୁ ଏଇ ଛୋଟିଆ କଥାଟି ଜାଣିନାହାନ୍ତି ଯେଉଁଟା ଆମେ ସମସ୍ତେ ଜାଣିଛନ୍ତି। କ'ଣ ସେଟା ନା, ମୁଁ କିଏ, ଏଇ ଯେଉଁ ବିଚାରଟା ଆମେ ଗୁରୁଙ୍କ କୃପାରୁ ପାଇଛୁ, ସେଇ ବିଚାର ସେମାନଙ୍କ ପାଖରେ ନାହିଁ। ସେମାନଙ୍କ ମୁହଁକୁ ବାରମ୍ବାର ଏ ଶବ୍ଦ ଆସୁଛି, ମୁଁ ପ୍ରଫେସର, ମୁଁ ଇଞ୍ଜିନିୟର, ମୁଁ IAS ଅଫିସର, ମୁଁ ଡାକ୍ତର, ଏଇଭଳି ଜିନିଷ ଉପାଧି ଗୁଡ଼ାକ ଆସୁଛି, କିନ୍ତୁ ମୁଁ ପ୍ରକୃତରେ କିଏ ଏଇ ଭାବ ସେମାନଙ୍କ ପାଖକୁ ଆସିପାରୁନି। କିନ୍ତୁ ସେମାନେ ସଂସାରରେ କହୁଛନ୍ତି ଆମଠାରୁ ଜ୍ଞାନୀ ବିଦ୍ୱାନ କେହି ନାହାନ୍ତି। ସାଧାରଣ ଲୋକଟି ଆମେ ଦେଖି ହସି ଦେଉଛୁ ଯେ ଏମାନେ ନିଜ ବିଷୟରେ କିଛି ଜ୍ଞାନ ନାହିଁ, କିନ୍ତୁ ସଂସାରରେ ଦେଖୁଛନ୍ତି ଆମେ ବହୁତ ବଡ଼। ସେଇ ଉପାଧିକୁ ଲେଖୁଛନ୍ତି ଘରମାନଙ୍କରେ, ଇଞ୍ଜିନିୟର, ଏକ୍ସ ଇଞ୍ଜିନିୟର, ପୂର୍ବତନ ଅମୁକେଇ ଅଫିସର ଲେଖୁଛନ୍ତି। ସାମାନ୍ୟ ଲଜ୍ଜା ବି ସେମାନଙ୍କୁ ଆସୁନି, ସାମାନ୍ୟ ମନ ଭିତରେ ଆସୁନି ଯେ ଏଗୁଡ଼ିକ ଲେଖିକି ମୁଁ କ'ଣ କରିବା ପାଇଁ ଚାହୁଁଛି। ତାର କାରଣ କ'ଣ? ତାର କାରଣ ହେଉଛି ଏଇ ମୁଁ ତତ୍ତ୍ୱ ବା ଆତ୍ମତତ୍ତ୍ୱଟାକୁ ସେମାନଙ୍କୁ ଜଣା। ଯଦି ସେମାନେ ମୁଁ ତତ୍ତ୍ୱକୁ ଜାଣିବେ ତାହେଲେ ଉପାଧି ଗୁଡ଼ା ତାଙ୍କୁ ଲାଜ ଲାଗିବ ଯେ ମୁଁ କ'ଣ ପ୍ରକୃତରେ ସେୟା, ଯେଉଁଟାକୁ ମୁଁ ପରବର୍ତ୍ତୀ କାଳରେ ପାଠ ପଢ଼ିଲି, କିଛି ହେଲି, କିଛି ଗୋଟେ କୌଣସି ଅବସ୍ଥାରେ ପହଞ୍ଚିଲି, ମୁଁ ଗୋଟେ ଶିକ୍ଷକ ହେଲି, ମୁଁ ଗୋଟେ ଗୃହିଣୀ ହେଲି, ମୁଁ ଗୋଟେ ଅଧ୍ୟାପିକା ହେଲି, କି ମୁଁ ଗୋଟେ ବିଜନେସମ୍ୟାନ୍ ହେଲି, ଏସବୁର ଉପାଧି ନା ନାହିଁ, କିନ୍ତୁ ମୁଁ ସିଏ ନୁହେଁ। ଏଇ କଥାଟା ଯେଉଁଦିନ ଗୋଟେ ସାଧାରଣ ଲୋକଟେ ବି ବୁଝିଯିବ, ସେଦିନ ଏଇ ଯେଉଁ ଭଜନଟି ସେ ବୋଲିଲା, ଏଇ ପ୍ରକାର ପ୍ରତିକ୍ରିୟା ସବୁ ହେବ। ଯେଉଁ ଦିନ ମୁଁ ଜାଣିଲି ମୁଁ କିଏ, ଅଦ୍ଭୁତ ଭାବରେ ଗୋଟେ ପରିବର୍ତ୍ତନ ଆସିବ। ବାସ ଗଲା ଝୋଟ, କଳି ଉଠିଲା ଫୁଟି, ଫୁଲଟା ଫୁଟି ଉଠିବ, ବଂଶୀ ମେଳିଲା ଦାନ, ଯେମିତି ଲାଗିବ ଗୋଟେ ବଂଶୀ କି ବଜଉଛି ନା କ'ଣ, ତା ତ କଥାରେ କହିହେବନି କ'ଣ ତାର ଅନୁଭବ ହେଲା। ସେଭଳିଆ ଭଜନଟା ଲେଖିବା ପାଇଁ ଚେଷ୍ଟା କରାହେଇଛି। ମନୁଷ୍ୟ ଏତେ ହାଲକା ହେଇଯିବ, ଏତେ ସୁନ୍ଦର ହେଇଯିବ, ଏତେ ମଧୁର ହେଇଯିବ, ଏ କଥା ସମସ୍ତେ ବୁଝିପାରିବେ ନାହିଁ। ଜ୍ଞାନୀ ଲୋକମାନେ ଯେଉଁମାନେ ୟାକୁ ସବୁ ହୃଦୟଙ୍ଗମ କରିଛନ୍ତି, ବୁଝିପାରୁଛନ୍ତି, ସେମାନଙ୍କର ଜୀବନ କେଡ଼େ ସୁନ୍ଦର, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ତାଙ୍କୁ ଗୋଟେ ବଡ଼ ସମସ୍ୟା ଆଣିକି ତା ମୁଣ୍ଡ ଉପରେ ଥୋଇଦିଅ, ସେ ତାକୁ ଏଡ଼େ ସୁନ୍ଦର ସମାଧାନ କରିନେଇ ଚାଲିଯିବେ ଯେ ଆମେ ଭାବି ଆମ ଜୀବନ ବିତିଗଲେ ମଧ୍ୟ ଆମେ ସମାଧାନ କରିପାରିବା। ମହାପୁରୁଷମାନଙ୍କର ଜୀବନରେ ତାଙ୍କର କ'ଣ ସମସ୍ୟା ନାହିଁ? ଏ ସଂସାରର ଲୋକମାନେ ତ ସମସ୍ୟା ଭରିଦେବା ପାଇଁ ଅଛନ୍ତି, ଭରିଦେବେ ସଂସାର, କିନ୍ତୁ ସବୁ ସମସ୍ୟାକୁ ସମାଧାନ କରିବାର ଯେଉଁ ସୂତ୍ରଟା ତାଙ୍କ ପାଖରେ ଅଛି, ସେଇ ସୂତ୍ରଟା ଆମ ପାଖରେ ନାହିଁ। ଯଦି ଆମେ ତାକୁ ବୁଝିଯିବା ତାହେଲେ ଆମ ଭିତରେ ଗୋଟେ ଅଦ୍ଭୁତ ଭାବରେ ଗୋଟେ ପରିବର୍ତ୍ତନ ଆସିଯିବ। ଦୟାକରିକି ଆମେ ଯେଉଁମାନେ ସତ୍ସଙ୍ଗରେ ବସୁଛନ୍ତି, ଏହାକୁ ଏକଦମ ଧ୍ୟାନ ସହିତ ଚିନ୍ତା କରିବା ଦରକାର ଯେ କ'ଣ ସେମାନେ ପାଇଗଲେ ଯେ ସେ ପରିସ୍ଥିତିଟାକୁ ସମ୍ଭାଳି ଦେଉଛି ନା ଆମେ ପାରୁନୁ। କବିରଙ୍କ ଜୀବନର କଥା, ବିଚରା ଲୁଗା ବୁଣୁଥିଲେ, ତନ୍ତୀ କୌଳିକ ପ୍ରଥା ସେ, କିନ୍ତୁ ଲୁଗା ବୁଣିକି ସେ ଭାବରେ ବୁଡ଼ିକି ରହିଥିବ, ମୁଁ ଯେଉଁ ଲୁଗାଟି ବୁଣୁଛି ଏହାକୁ ପିନ୍ଧିବ ଯିଏ ସେ ମୋର ରାମ ହେଇଥିବ, ମୋ ରାମ ହେଇଥିବ, ଯିଏ ପିନ୍ଧିବା ଯାହା ଦେହରେ ଏଟା ଘୋଡ଼େଇ ଦିଆଯିବ, ସେ ତାରି ପାଇଁ ମୁଁ କରୁଛି। ପ୍ରତ୍ୟେକ ସଂସାରର ପ୍ରତ୍ୟେକ ପ୍ରାଣୀ ଯାହା ପାଇଁ ମୁଁ ବୁଣୁଛି ଆଜି, ସେ ସ୍ତ୍ରୀ କି ପୁରୁଷ ଭେଦଭାବ ନାହିଁ, ମୁଁ ରାମ ପାଇଁ ବୁଣୁଛି ବା ପରମାତ୍ମା ପାଇଁ ବୁଣୁଛି। ଏ ଭାବଟି ରହିଥିବା ଯୋଗୁଁ ସେ କଅଁଳ ଏବଂ କୋମଳ ରହିବ। କାରଣ ଆମର ପ୍ରତ୍ୟେକ କାମରେ କ'ଣ ହେଉଛି, କିଏ କରୁଛି? ମୁଁ କରୁଛି। କୋଉଠି ସେ ମୁଁଟା ଅଛି କି ଜାଣି ଧଡ଼ କରି ଉପରକୁ ଉଠି ଆସୁଛି ନା ନାହିଁ? ଦେଖ ସେ ମୁଁ କେତେ ମାରାତ୍ମକ ଜିନିଷ। କବିରଙ୍କ ଜୀବନରେ ଯେତେବେଳେ ଆସିଲା, ରାଜା ବି ସେ ଦେଖିକି ତାକୁ ଏବେ ଭାବୁଥିଲା ଇଏ ଜଣେ ଧନ୍ୟ ସନ୍ଥ ଲୋକ। ସେ ଏଇ ସନ୍ଥ ପାଖକୁ ସିଏ ବି ପରାମର୍ଶ ପାଇଁ ବେଳେବେଳେ ଆସୁଥିଲେ, ବନାରସର ରାଜା। କିନ୍ତୁ କେତେଜଣ ବ୍ରାହ୍ମଣ ତାକୁ ସହିପାରିଲେ, କହିଲେ ଗୋଟେ ଝୁଲାହାଟ, ଗୋଟେ ତନ୍ତୀଟେ ଲୁଗା ବୁଣୁଛି,
ତାକୁ ପୁଣି ଏତେ ବଡ଼ ଉଚ୍ଚ ସ୍ଥାନ ଦିଆହେଉଛି। ରାଜା ପୁଣି ତା ପାଖକୁ ପରାମର୍ଶ ପାଇଁ ଯାଉଛନ୍ତି। ଦେଖ ମନସ୍ତତ୍ଵ କେମିତି, ଆମର ମନର ଅବସ୍ଥା କେମିତି। ଏଇ ଯେଉଁ ବ୍ରାହ୍ମଣମାନେ ଜିନିଷ ଭାବିଲେ ତାଙ୍କୁ କ'ଣ ଆଘାତ ଲାଗିଲା, ତାଙ୍କର ଭିତରେ କିଏ ଛଟପଟ ହେଲା, ତାଙ୍କର ମୁଁଟା ଛଟପଟ ହେଲା। ମୁଁ ଯେଉଁ ସଂସ୍କାରର ଲୋକ, ମୁଁ ଯେଉଁ ସ୍ତରର ଲୋକ, ଗୋଟେ ସାଧାରଣ ଲୋକଟା ଆସିକି ସେଠି କୁହନ୍ତି ଏଇଟା ତା କଷ୍ଟ ହେଲା। କିନ୍ତୁ କବିରଙ୍କ ପାଖକୁ ସେମାନେ ଆସିକି ଗୋଟେ ବେଶ୍ୟାକୁ ପଠେଇଲେ, ହେଲେ ତୁ ଯା ପଇସା ନେ। କବିର ଯେତେବେଳେ ଆସୁଥିବେ ହାତ ଧରି ପକେଇ କହି ମୋତେ ଏତେ ଦିନ ହେଲା ଛାଡ଼ିକି ତମେ କେଉଁଠି ଥିଲ, କାନ୍ଦି ପକେଇବି। ଏବଂ ସିଏ ତାପରେ ହଡ଼ପଡ଼ି ଯେ ଗୋଟେ ସ୍ତ୍ରୀ ଲୋକଟା ଆସି କ'ଣ ହାତ ଧରି ପକେଇଲେଣି। ସେ ବେଶ୍ୟା କଲା ମୁଁ ତ ପଇସା ପାଇଛି। ଆଉ ସେ ବେଶ୍ୟା ତ ସେଇଥିପାଇଁ ହେଇଛି ନା, ଯେ ପଇସା ପାଖରେ ବିକ୍ରି ହେଇଗଲା, ନିଜକୁ ବିକିଦେଲା, ସେ ଗୋଟେ ବେଶ୍ୟା ନୁହେଁ। ତାର କ'ଣ ଅର୍ଥ ପାଖରେ ଯେ ନିଜକୁ ବିକି ଦେଉଛି ତାକୁ ବେଶ୍ୟା ସହିତ ତୁଳନା କରାଯିବ। ସିଏ ଯେତେବେଳେ ଆସିକି କବିରଙ୍କ ହାତ ଧରି କହିଲା ଯେ ତମେ ମୋତେ ଦିନ ହେଲା ଛାଡ଼ି ଦେଇକି କେମିତି ଗଲ, ବିବାହ କଲ, ସବୁ କଥା କଲ, ଛାଡ଼ି ଦେଇକି ପଳେଇଲ। ଏଇଟା ଗୋଟେ ଦେଖ ସଂସାର ସାରା କ'ଣ କଲେ, କାନ୍ଦିକି ତମ ଆଖିରୁ ଅଭିନୟ କଲା। ଆଉ କ'ଣ ଏଇ ସମୟରେ ଯେଉଁ ବ୍ରାହ୍ମଣ ମାନେ ଥିଲେ କହିଲେ ଦେଖ ଏ କେଡ଼େ ବଡ଼ ପାପୀ, ଦେଖେଇ ହେଉଛି ମୁଁ ଜଣେ ଧାର୍ମିକ, କିନ୍ତୁ କାମ କରୁଛି କ'ଣ ଦେଖ। এই ঘটনা ঘটিলা পরে কবির କ'ଣ କଲେ, କବିର ସେ ସମୟରେ କ'ଣ ଅବସ୍ଥା ହେଇଥିବ, କ'ଣ କବିର କରିଥିବେ। କବିର ତାକୁ କହିଲେ ମୁଁ ତ ଆଜି ପର୍ଯ୍ୟନ୍ତ ଭୁଲି ଯାଇଥିଲି ତମକୁ ଛାଡ଼ି ଦେଇକି ମୁଁ କେମିତି ଅନ୍ୟମନସ୍କ ହେଇଥିଲି କିଏ ଜାଣି। ଆସ ଏତେ ଦିନ ପରେ ଯେହେତୁ ତମ ମୋର ପତ୍ନୀ, ତମକୁ ଛାଡ଼ି ଦେଇକି ମୁଁ ଏଇଭଳି ଅବସ୍ଥାରେ ଥିଲି, ଆସ ଆମ ଘରକୁ ଯିବା। ଏହା ଭାବିକି ତା ହାତ ଧରି ତାକୁ ଟାଣିବା ପାଇଁ ଆରମ୍ଭ କଲା। ସେ ବେଶ୍ୟାଟି ଭାବୁଛି ବଡ଼ ଅସୁବିଧାରେ ତ ମୁଁ ପଡ଼ିଲି, ଏମାନେ ଧରିକି ଆଣିକି ମୋତେ ଜୋଟେଇଥିଲେ ତାକୁ, ସିଏ ଏବେ କ'ଣ ମୋ ହାତ ଧରି କହିଲାଣି ମୁଁ ଘରକୁ ନେଇଯିବି ବୋଲି। ସେଠୁ ସିଏ ଭାବିପାରିଲାନି କିଛି। ଇଏ ବ୍ରାହ୍ମଣମାନେ ତାକୁ ଗାଳି ଗୁଲଜ ଦେଉଥାନ୍ତି, କିନ୍ତୁ କବିର ତାକୁ ଟାଣି ଟାଣି ନେଲା ବେଳେ ଏମାନେ ବି ଧୀରେ ଧୀରେ ପଛ ଆଡ଼କୁ ପଳେଇ ଯାଇ ସାରିଲେ। ଦେଖ କବିର ତର ଏଇ ପ୍ରକାର କାମ କରୁଛି। କିଏ ଡାକି ନେଇକି କବିର ଗଲେ, ସିଏ ବିଚରା କାନ୍ଥାଙ୍ଗ ବଡ଼ ଭୁଲ କରିଦେଲେ। ଆପଣ ଜଣେ ସାଧୁ ସନ୍ଥ ଲୋକ, এইଭଳି କାମ ଏଇ ବ୍ରାହ୍ମଣମାନଙ୍କ ବୁଦ୍ଧିରେ ମୁଁ ପଇସା ତାଙ୍କଠାରୁ ନେଇକି ଏସବୁ କାମ କଲି, ମୋର କିନ୍ତୁ କରିବାର ନଥିଲା। ହେଲେ କିଛି ଚିନ୍ତା ନାହିଁ, ତୁ ମୋର ପତ୍ନୀ ନା, ଅସୁବିଧା କ'ଣ, କିଛି ଅସୁବିଧା ତୁ ଘରକୁ ଆ। ତାକୁ ଡାକିକି ନେଲେ, ନେଇକି ତାକୁ କହିଲେ ତୁ ଶୋଇପଡ଼ ଏଠି। ୟାକୁ କହୁଛନ୍ତି ତୁ ଶୋଇପଡ଼, ତା ମନରେ କ'ଣ ହେଉଥିବ, ସେ ବେଶ୍ୟା ମନଟି କ'ଣ ହେଉଥିବ, ଇଏ କ'ଣ ଏମିତି ଆସ୍ତେ ଆସ୍ତେ ମୋ ହାତ ଧରିଲା ନେଇ ଗଲାଣି, ତାକୁ ଶୋଇପଡ଼ିବା ପାଇଁ କହିଲା। କବିର ତା ଗୋଡ଼ ବସିବା ଆରମ୍ଭ କଲା। ତାପରେ କହିଲେ ସେ ଶୋଇଲା, ମୁଁ ତୋ ପାଇଁ ରାନ୍ଧି ଦେଉଛି। ତାକୁ ରାନ୍ଧିକି ଦେବ। ଇଏ ଯେତେ ଏତେ ଗୋଟିଏ କାମ କରୁଛନ୍ତି, ତାଙ୍କ ଗୋଡ଼ ଘଷିବା, ରାନ୍ଧିବା, ଏସବୁ କାମ କରୁଛନ୍ତି। ସିଏ ବେଶ୍ୟାଟି ଭିତରେ ମରିଯାଉଛି ନା ଜିଉଛି, ମରିକି ଯାଉଛି। କିନ୍ତୁ କବିଙ୍କ ମନ ଭିତରେ କୌଣସି ପ୍ରତିକ୍ରିୟା ନାହିଁ, ଯେ ଏଇଭଳି କି କାମ ହେଉଛି। ଏଇ ସମୟରେ ବ୍ରାହ୍ମଣମାନେ ଦେଖିଲେ ବଡ଼ ଅସୁବିଧା କଥା ହେଇଗଲାଣି। ରାଜାଙ୍କ କାମରେ ଏକତା ପକେଇଦେଲା। ରାଜାଙ୍କ ପାଖରେ ଯାଇ କହିଲେ ଆସନ୍ତୁ ଆପଣ ଯେଉଁମାନେ ଯାହାକୁ ସନ୍ଥ ବୋଲି କହୁଥିଲେ, ସେ କି କାମ କରେ ଦେଖ। ଗୋଟେ ବେଶ୍ୟାଟାକୁ ନେଇ ଘର ଭିତରେ ରଖିକି ତାକୁ ତା ସାଙ୍ଗରେ ଲୀଳା କରୁଛି ଏଠି ବସିକି, ଆଉ ଆପଣ କହୁଛନ୍ତି ସେ ଗୋଟେ ସାଧୁ ସନ୍ଥ ଲୋକ। ରାଜା କହିଲେ ଡକା ସେ କବିର। ଇଏ କବିରକୁ ଡକେଇ ପଠେଇଲେ। କବିର ତ ନିଜେ ଯିବା ପାଇଁ ବାହାରିଲେ, ଯିବା ସାଙ୍ଗେ ସାଙ୍ଗେ ବେଶ୍ୟାଟିକି ହାତ ଧରି କହିଲେ ତୁ ଏବେ ଆ। କହିଲା ମୋତେ ତ ସାରିଲ ନେଇ ଘର ଭିତରେ ନେଇକି ମୋତେ ଆଣିକି ନେଇକି ଗଲା, ନେଇକି ମୋତେ ଏଇ ଅବସ୍ଥା ହେଲାଣି, ପୁଣି ରାଜା ପାଖକୁ ଯାଇକି ମୋ ଅବସ୍ଥା କ'ଣ ହବ। କବିର କିଛି ହବନି, ଆସିଯିବା। କିନ୍ତୁ ତାକୁ ଟାଣି ନେଲା ବେଳକୁ ରାଜା ପାଖରେ ପହଞ୍ଚିଲା ବେଳକୁ ସିଏ ତାର ଅବସ୍ଥା କ'ଣ ହେଇସାରିଲାଣି। ସେଇଠୁ ରାଜା ପଚାରିଲେ କବିର ତମେ ଏଇସବୁ କାମ କଲ? ହଁ, ମୁଁ ଯାହା ସେମାନେ କହୁଛନ୍ତି ସବୁ ଠିକ୍, ମୁଁ ସେୟା କରୁଛି। ମୋର ସ୍ତ୍ରୀ ସିଏ, ଏବଂ ତାକୁ ନେଇକି ଛାଡ଼ି ଦେଇଥିଲି, ଗୋଟେ ଖରାପ କାମ ହେଲା, ତେଣୁ ମୁଁ ସେଇ ପ୍ରକାର କାମ କଲି। ଏତିକି ବେଳେ ସେ ସ୍ତ୍ରୀ ଲୋକଟି କାନ୍ଦି କହିଲା ମହାରାଜ, ସବୁ ଭୁଲ ମୋର, ସାମାନ୍ୟ ପଇସା ଲୋଭରେ ମୁଁ ତାକୁ ନେଇକି ଏଇ ପ୍ରକାର କ୍ରିୟା କରିଥିଲି, ମୋ କବିଙ୍କର ସାମାନ୍ୟତମ ଦୋଷ ନାହିଁ। ରାଜା ପଚାରିଲେ କବିର, ଏ ସଂସାରର ଲୋକକୁ ଯଦି ହସେଇବା ପାଇଁ ଥାଏ, ଅସୁବିଧାରେ ପକେଇବା ପାଇଁ ଥାଏ, ତାକୁ ପଇସା ଖାଇଛି ବୋଲି କହିକି କହିଦେଲେ ତା ମୁଣ୍ଡ ବାଧେ ଗୋଟିଏ ଦିଗ। ଅନ୍ୟ ଦିଗଟା ହେଲା କେଉଁ ନାରୀ ସହିତ ତାକୁ ଯୋଡ଼ିଦେଲେ ତାର ଇଜ୍ଜତ ଯିବ। ଏଇ ଦୁଇଟା ଦିଗରେ ସଂସାରରେ
अन्य को हैरान करा ये पैसा पत्र कथा ये ना ये नारी को नहीं कि चाल चलता ये है किंतु तमें केमती कबीर को संभाल से कथा कहले मु कौन संभाली मु किसी तो संभालनी ये सब जहाँ जहाँ घटना सब है नहीं कि ये सब घटना मु करता है नहीं मु कोटी करता मु तो देखुची जिनसटा कौन होना मु देहर ना गोटे ये मत हाथ धरवा से प्रेसर नवा मो स्त्री बोली से कहवा या देहर मु ना मु कौटी अच्छी तेणु मो कर्ता जो भोग कर तेणु मोर ता संगे संपर्क नहीं मो कर्ता है विचार कर देख आम से अवस्था थे मत नहीं कि कले मुझे जड़े प्रोफेसर मत नहीं कि अवस्था कले मुझे कांदी कुंदी कौन कौन कर भितर भितर कौन कौन हिसाब कर किंतु से कहते मोर किसी ना मो कर्ता नहीं तेणु भोक्ता हमार मन कौन कारण ना तेणु मु सब जिनस को देखुची कि कौन समय भितर प्रवेश करनी पशिनी से घटना भितर मुझे बाहर रही परीक्षा कर निज जीवन में आम प्रत्येक समय गोटे 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 घटना एमती आस जीवन संसार सारा प्रत्येक मनुष्य जीवन में किसी ना कि घटना घटी चलती प्रत्येक दिन प्रत्येक मुहूर्त दिन 7 दिन वर्षे मसरे ना प्रत्येक मुहूर्त घटी चलती तुम ये बस अन्य मनस्क भाव अच्छी बस अन्य चिंता कर जापर प्रार्थना बोलला बेले मुझे जापर किए कौन प्रार्थना कर किए कौ शब्द को छाड़ू किए शब्दटा कौन कौन जना पड़े तार मानसिक अवस्था कौन अच्छी से ध्यानस्थ शुणुची ना ना जना पड़ जाए कवि को उदाहरणटा ये देली जे आमको यही विद्याटा शिखे दि जाए रे मनुष्य चिंतित हुए ना एडे सुंदर दिव्य जन्मटे पाई ये दिव्य जन्म भितर कौन निज को किभली भाव में बदल शिखिले परिवर्तन कर शिखले तुम पाखे टिके बोले आँच आसो तुम कौन समय स्त्री नुह कौन समय तुम पुरुष नुह तुम गोरा नुह कि तुम कला नुह कि तुम डेंगा नुह कि तुम बागरा नुह कि तुम गुजराती नुह कि सिंधी नुह तुम इंग्रेज नुह कि अमेरिका नुह तुम्हें जी तुमको कौन सी उपाधि द्वारा कहीदे हेनी तुम आमुक तुम समझ तुम्हें जी प्रकृत निष्पाप पाप बोली तुम पाखे किसी ना यही स्थिति कहार अच्छी ना तुम आत्मा जी एकदम ढल ढल एकदम भर समस्त भर परिपूर्ण अवस्था अच्छे कौन से टिके बोली लगुनि पंक आत्मभाव जी रहीगला भर सामान्य तुम पंक भी टे लगे टिके महिला भर लगे महिला तो महिला सी तो कह महिला कौटी अच्छी मु तो महिला को देखुची मुझे सबुठार द्रष्टा साक्षी भाव रहीगली ताल ये सब जिनसा मो पाखे किसी प्रभाव विस्तार करना बुझिपार ना आम सत्संग ये दृढ़ तार कारण हूँ आम मंज कथा छाड़ी अन्य आड़े जीवु ना मंज जिनसा छाड़ी आम अन्य आड़े कथा करूँ ना जहाँ आम सत्संग मूल आधार जे तारी उपर ही आम आलोचना करूँ कारण सी मो जीवन को बाट देखिए आ जो जो प्रकार विचार आम सब करूँ ये सब आमको पंकर पकईदे अबाट पकईदे तेणु आम सकाल सत्संग बसला बेले से विचार उपर आमको रजा पड़े घटनाटी हूँ ये सब जो घटना सब घटुची कबीर जीवन में जहाँ किसी घटना घटला ताकू आम अनुध्यान कर देखा ये सब घटना सब घटिया पछाड़े कौन कारण कहाँ किए कारण सब कौन हो पाए कहीं सब जिनस संसार आसे तार कारण तो किसी गोटे थी तार मूल कारण हूँ आमर विचार आम जो प्रकार विचार करूँ ठीक से प्रकार परिणति आम मन रखीता विचार गोटे एमती अद्भुत जिनस बारंबार बारंबार जो जिनसा तुम विचार कर तुम एक गार एकाठी रही धर्मिया जो सत्संग आसवा पूर्व तुम विचार कर आज गोटे मैच अच्छी फाइनाल मैच खेल पूर्व जब मन आसीगला मन उधर प्रसंग आसीगला आज फाइनाल मैच अच्छी सत्संग शुणु शुणु कड़े चलिए मन साइक जहाँ जो इच्छा अच्छे पलैब सत्संग टे ठीक समय सरी जाते इच्छा हम स्वाईबाबा गोटे केस थी
ଗାଁ ଓକିଲ ଆସିନଥିବ ବ୍ୟାଙ୍କରେ କ'ଣଟେ ହେଇନି ତାହେଲେ ତାଙ୍କ ମନ ଯାଇ କରୁଥିବ ସେଠି ଶଶୀର ମନ କରୁଥିବ। ଦେଖ ନିଜ ନିଜ ମନକୁ ଦେଖ କିଏ କୋଉଠି ଗୋଟେ ମନ କୁଆଡ଼େ କୁଆଡ଼େ ଯିବାର ସମ୍ଭାବନା ଅଛି ନା ନାହିଁ, ଅଛି ନା ନାହିଁ। ତେଣୁ ଏଇ ତାର ଯେଉଁ ବିଚାର ଗୁଡ଼ାକ ଅଛି କୋଉ ଉପରେ ଗୋଟେ ଦୌଡ଼ିରେ ଆମେ ପ୍ରତ୍ୟେକ ଦିନ ଟାଣିବା ବାଲ୍ଟିଟା ଧରି କୋଉ ଉପରେ ଟାଣିବା ଗାରଟା ପଡ଼ିଯାଉନି କି ତାର ତାର କୋର ଫେନ୍ଦ ଯେଉଁଟା ଅଛି କହନ୍ତି ଉପରେ ଯେଉଁଟା ପୁରା ଗାର ପଡ଼ିଯାଉନି, ସେ ଗାରଟା ଯେମିତି ପଡ଼ି 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 ଗଲା ପରେ ଗୋଟେ ଦାଗ ହେଇକି ଯାଏ, ସେମିତି ମନୁଷ୍ୟ ଯେଉଁ ବିଚାର କରେନି ସେଇଟା ତା ଭିତରେ ଗୋଟେ ଗାର ହେଇକି ରହିଯିବ। ସାବଧାନ, ଆମର ଯେଉଁ ବିଚାର ଆମେ କରୁଛୁ ଏ କେତେବେଳେ କେମିତି ଆସୁଛି ଜାଣିଛୁ, ଏ ପ୍ରତ୍ୟେକ ମୁହୂର୍ତ୍ତରେ କେମିତି କେମିତି ରୂପ ଧରିକି ଆସୁଛି, ପ୍ରତ୍ୟେକ ମୁହୂର୍ତ୍ତ ଏସବୁ ବିଭିନ୍ନ ରୂପରେ ଆସୁଛି। ଗୋଟେ ଉଦାହରଣ ଦେଲି ଯେଉଁଟା ଆମ ମନକୁ ଚହଲେଇବ ସେସବୁ ବିଚାର ଗୁଡ଼ାକ ପ୍ରତ୍ୟେକ ଦିନ ପ୍ରତ୍ୟେକ ଭାବରେ ଆସୁଛି ମନୁଷ୍ୟ ପାଇଁ। ସେ ସାବଧାନ ରହିବ ଯେ ଏ ବିଚାର ଆସିଲା ପୂର୍ବରୁ ମୁଁ କି ଅସ୍ତ୍ର ପ୍ରୟୋଗ କଲେ ଏ ବିଚାରଟା ସେମିତି ସ୍ଥିର ହେଇଯିବ, ବିଚାରଟା ଆସିପାରିବ। କ'ଣ ଅସ୍ତ୍ର ଅଛି, ଯଦି ଆମେ ସେ ଅସ୍ତ୍ରଟା ପାଇଗଲେ ଆମକୁ ଆଉ ଅସୁବିଧା କିଛି ହେବ। କିନ୍ତୁ ଆମେ ତ ବିଚାର କରୁଛୁ ନା ଯେ ମୁଁ ହେଉଛି ମନୁଷ୍ୟ, ମୋର ଜନ୍ମ ଅଛି, ମୋର ମୃତ୍ୟୁ ଅଛି। ଯେତେବେଳେ ମୁଁ ଜନ୍ମ ହେଇଛି ମୋ ମୃତ୍ୟୁ ହେବନି, ଆଜି ନହେଲେ କାଲି ହେବ। ଏବଂ ମୁଁ ଯେତେବେଳେ ଜଣେ ନାରୀ ମୋର କେତେଟା ସୀମାବଦ୍ଧ ଅବସ୍ଥାରେ ମୁଁ ରହିବି। ମୁଁ ଯେତେବେଳେ ଜଣେ ପୁରୁଷ ମୁଁ ବି ମୋର ଗୋଟେ ସୀମା ଭିତରେ ରହେ, ମୋ ବିଚାର ଅନୁସାରେ ମୁଁ ତାକୁ ଗୋଟେ ଗାର ପକେଇକି ନିଜ ଜୀବନ। ଏମିତିକି ଆମେ ଆତ୍ମା ଯିଏ ବିଷୟ ନୁହେଁ ନିର୍ବିଷୟ ସେ ତାକୁ ମଧ୍ୟ ଆମେ ସୀମାରେ ରଖିବା ପାଇଁ କହୁଛୁ। ନାଇଁ ନା ଛିନ୍ଦନ୍ତି ଶସ୍ତ୍ରାଣୀ ସୀମା ଭିତରେ ତାକୁ ପରିଭାଷା ଭିତରେ ତାକୁ ରଖୁଛୁ। କିନ୍ତୁ ମନେ ରଖିଥା ଯାହାର ଗୋଟେ ପରିଭାଷାଟା ଥାଏ ସିଏ ମିଥ୍ୟା। ଆତ୍ମାର କୌଣସି ପରିଭାଷା ହେଇପାରିବନି, ହେଲେ ସୀମିତ ହେଇଯିବ। ପରିଭାଷା ମାନେ ତାକୁ ଗୋଟେ ସୀମା ଭିତରେ ଆମେ ରହିପାରିବ। ଆତ୍ମା ବିରାଟ ଇଏ ଗୋଟେ ପରିଭାଷା ଭିତରେ ରହିବା। ତେଣୁ ଆତ୍ମା ହେଉଛି ଏମିତି ଜିନିଷ ତାପରେ ଗୋଟେ ସୀମା ଗୋଟେ ଗାର କାଟିକି ତାକୁ ରଖାଯାଇପାରିବ। ଇଏ ତାଠାରୁ ଉର୍ଦ୍ଧ୍ୱ। ଖାଲି ଅନୁଭବରେ ଆମେ କହିପାରିବା ସିନା, ତାକୁ ସେଭଳି ନେଇପାରିବା ନାହିଁ। ଗୋଟେ ବୌଦ୍ଧ ଭିକ୍ଷୁ ମାନେ ବହୁତ ବିଚାର କରିଛନ୍ତି, ଅନୁଧ୍ୟାନ କରିଛନ୍ତି, ନିଜ ଭିତରକୁ ଦେଖିଛନ୍ତି, ବାରମ୍ବାର 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 ପରୀକ୍ଷା କରି 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 ସେମାନେ ଜାଣିଛନ୍ତି ମୁଁ ନୁହେଁ, ମୁଁ ନୁହେଁ। ବଡ଼ ଅଦ୍ଭୁତ କଥା। ଆମେ କିନ୍ତୁ ମୁଁ ନୁହେଁ କିନ୍ତୁ କହିବେ। ସେଇଭଳି ଜଣେ ନାଗସେନ ବୋଲି ଜଣେ ବୌଦ୍ଧ ଭିକ୍ଷୁ ଥିଲେ, ତାଙ୍କ ନାଁ ହେଉଛି ନାଗସେନ। ସେ ବୌଦ୍ଧ ଭିକ୍ଷୁ ଆଲେକଜାଣ୍ଡରଙ୍କ ଗୋଟେ ସେନାପତି ଥିଲା। ତାକୁ ଆମେ ଭାରତୀୟ ଭାଷାରେ ତାଙ୍କ ନାଁ ଦେଇଛୁ ମିଲିନ୍ଦ। କିନ୍ତୁ ମିନିଣ୍ଡର ହେଉଛି ତାଙ୍କ ନାଁ, ତାଙ୍କ ଦେଶର ନାଁ ହେଉଛି ମିନିଣ୍ଡର। କିନ୍ତୁ ଆମେ ଭାରତରେ ତାକୁ ମିଲିନ୍ଦ ବୋଲି କହୁ। ସେ ମିଲିନ୍ଦ ହେଉଛି ଆଲେକଜାଣ୍ଡରଙ୍କ ସେନାପତି। ସେଦିନ ଆସିକି ନାଗସେନକୁ କହିଲେ ଯେ ଆପଣ ଆମ ଦରବାରକୁ ଯିବେ, ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି। ଭାସ୍କର ଅନ୍ୟମନସ୍କ ହୁଅନି। ଜଣେ ଆସିଲା କେତେ ଅନ୍ୟମନସ୍କ କରିଦେଉଛି, ଆମର କନସେନ୍ଟ୍ରେସନ୍ କେତେ ଭାଙ୍ଗୁଛି। ଯେଉଁ ବିଚାରଟା ଆମେ କରୁଛୁ ସାବଧାନ ହେବା ପାଇଁ ମୁଁ କହୁଛି, କେତେ ଅସୁବିଧା ସୃଷ୍ଟି କରୁଛି। ନିଜର ଧ୍ୟାନ ନିଜର ବିଚାର ଯେମିତି ହଲଚଲ ନ ହୁଏ, ସାବଧାନ ରୁହ। ମୋ ବିଚାର ଏକମୁଖୀ ହେଇକି ଚାଲୁ। କିଏ ଆସିଲା କିଏ ଗଲା ଏସବୁ ନିରର୍ଥକ ଜିନିଷ। ଏଗୁଡ଼ିକ ସବୁ ନିରର୍ଥ, କେହି ଆସିନାହିଁ କେହି ଯାଇନାହିଁ, କିନ୍ତୁ ଆମ ମନ ଚହଲୁଛି ଏଠି ସେଠି ସେଠି ସେଠି। ଦେଖୁଛ ନା ନାହିଁ ମନର ପ୍ରବୃତ୍ତିକୁ ଦେଖ ମନର ପ୍ରବୃତ୍ତି। ଏଇଥିପାଇଁ ଆମକୁ ସଚେତନ ହେବା ପାଇଁ ପଡ଼ିବ ମନ ଉପରେ, ବୁଝିପାରୁଛ ନା। ତେଣୁ ମିଲିନ୍ଦ ଯେତେବେଳେ ତାଙ୍କୁ ଡାକିଲେ ନାଗସେନକୁ, ରଥ ପଠେଇଲେ ତାକୁ। ଆଜିକାଲି କାର ପଠେଇଥାନ୍ତି, ଗୋଟେ ରଥ ପଠେଇଲେ। ହେଲେ ରଥର ଇଏ ବସିକି ଗଲା ପରେ ପରେ ଓହ୍ଲେଇଲେ ରଥରୁ। ତ ଦରବାର ହଲକୁ ଗେଟ୍ ପାଖରେ ହେଇକି ପହଞ୍ଚୁଛନ୍ତି। ମିଲିନ୍ଦ ପଚାରିଲେ ଆପଣ ଆସିଗଲେ? ମୁଁ ଆସିନି ତ। ସେ କହୁଛି ନାଇଁ ମୁଁ ଆସିନି। ଆସିନ? ନାଇଁ ମୁଁ ତ ଆସିନି। ମୁଁ କେତେବେଳେ ଆସିବି? ମୁଁ ଆସିନି ଗୋଟେ। ଏଇଠି ଆସିକି ପହଞ୍ଚିଲ ନା ନାହିଁ? ହଁ ପହଞ୍ଚିଲି।
ଆଉ ଆସିନ କେମିତି ରଥରେ ପଠା ହେଇଥିଲା, ରଥରେ ବସିକି କିଏ ଆସିଲା? ମୁଁ ଆସିଥିଲି। ଏଠି ପହଞ୍ଚିଲା କି ନା ମୁଁ ଆସିଥିଲି, ମୁଁ ଆସିଲି। ଇଏ କି ବିଚିତ୍ର କଥା, ମୁଁ ଆସିଥିଲି ପୁଣି ମୁଁ ଆସିଲି, ଇଏ ବିଚିତ୍ର କଥା। କହିଲା କ'ଣ ବୁଝିପାରୁନାହିଁ କଥାକୁ? ସେମାନେ ହେଉଛନ୍ତି ବହୁତ ବୁଦ୍ଧିମାନ। କେଉଁମାନେ? ସେ ସକ୍ରେଟିସଙ୍କ ଶିଷ୍ୟଙ୍କର ଶିଷ୍ୟ ମିଲିନ୍ଦ, ମାନେ ଏଭଳିଆ ବିଦ୍ୱାନ ଲୋକ ସେ ଗ୍ରୀସର। ସେଥିପାଇଁ ସେମାନେ ଜାଣିଛନ୍ତି ସବୁ କ'ଣ କ'ଣ ଅବସ୍ଥାରେ, କେମିତି ଅବସ୍ଥାରେ ବୌଦ୍ଧ ଭିକ୍ଷୁମାନେ କେଉଁ କେଉଁ ଦିଗରେ ପହଞ୍ଚିଛନ୍ତି, କେତେ ଗୁରୁତ୍ୱପୂର୍ଣ୍ଣ ଏମାନେ। ସେ କହୁଛି ହଁ ମୁଁ ରଥରେ ଆସିଛି, କିନ୍ତୁ ମୁଁ ଆସିନି, ମୁଁ ଆସିଛି, ମୁଁ ଆସିନି। ଆଉ ଇଏ ଗୋଟେ କଥା, ତମେ ଆସିଲ, ଏଠି ପହଞ୍ଚିଲ, ମୁଁ ଆସିଛି ମୁଁ ଆସିନି ବୋଲି କ'ଣ କହୁଛ? ସେ କହିଲା ଠିକ୍ ଅଛି, ମୁଁ ପରୀକ୍ଷା କରି ଦେଖେଇ ଦେଉଛି। ଏ ରଥରୁ କୁହ ତମ ଲୋକଙ୍କୁ ସେ ଘୋଡ଼ାଟେ ଖୋଲିଦେବେ। ଲୋକ ଯାଇକି ରଥରୁ ଘୋଡ଼ା ବାହାର କରିଦେବ, ତ ତା ଚକ ବାହାର କରିଦେବ, ଚକ ବାହାର କରିଦେବ। ସେ ପଚାରୁଛନ୍ତି ଏ ଘୋଡ଼ା ବାହାର କଲେ ଏବେ ରଥ ଅଛି ନା ନାହିଁ? ଚକ ବାହାର କରିଦେଲେ ରଥ ଅଛି ନା ନାହିଁ? ତାର ଆଉ ଯୋଉ ପାର୍ଟ ସବୁ ଅଛି ତାକୁ ଖୋଲି ଦେଇକି କରିଦେଲେ ରଥ ପାଇଁ ରଥ ହେଇପାରିବ? ସେ କହିଲା ମିଳିବ, କହିଲା ହଁ ତ ଏସବୁ ମିଶି ଯାଇଛି ବୋଲି, ଯୋଡ଼ି ଯାଇଛି ବୋଲି ଗୋଟେ ରଥଟିଏ ହେଇଗଲା। ତାକୁ ଖୋଲିଦେଲା ପରେ ରଥ ନାହିଁ, ରଥ ଆଉ ନାହିଁ। ସେଇଭଳି ଯାହାକୁ ଆପଣ କହୁଛନ୍ତି ମୁଁ ବୋଲି ଯାହାକୁ କହୁଛ, ଇଏ ହେଉଛି ଗୋଟେ ମିଶ୍ରଣ, ମିଶିଛି। ଇଏ ପ୍ରକୃତରେ କିଛି ନାହିଁ। ଭାରି ସୁନ୍ଦର ତତ୍ତ୍ୱଟା, ତାକୁ ବୁଝିବା ପାଇଁ ଚେଷ୍ଟା କର। ଏ ମୁଁ ବୋଲି ଆମେ ଯାହାକୁ କହୁଛୁ ଇଏ ନାହିଁ। କେମିତି ନାହିଁ? ନା ଇଏ କେତେ ଗୁଡ଼ିଏ ଜିନିଷର ସମଷ୍ଟି କେବଳ। କ'ଣ ସମଷ୍ଟି? ନା ବିଚାରର, ଶରୀରର, ମୋର ସ୍ୱଭାବର, ଏ ସବୁର ସମଷ୍ଟି ହେଉଛି ମୋର ବିଚାର, ମୋର ସଂସ୍କାର, ମୋର ସ୍ୱଭାବ। ଏ ସବୁକୁ ମିଶେଇ ଦେଲେ ଗୋଟେ ମୁଁ ତିଆରି ହେଉଛି। ଏ ସମସ୍ତେ ଆମେ ଯେତିକି ବସିଛନ୍ତି, ଆମ ସମସ୍ତଙ୍କ ଭିତରେ ବିଚାର କିଛି ଅଛି ନା ନାହିଁ? ସମସ୍ତଙ୍କ ଭିତରେ କିଛି ନା କିଛି ସଂସ୍କାର ଅଛି ନା ନାହିଁ? ପୁଣି ସ୍ୱଭାବ ଅନୁସାରେ ଆମେ ଚିଡ଼ଚିଡ଼ା କି କ'ଣ, ଆମର ସେ ସ୍ୱଭାବ ଅଛି ନା? ଏବଂ ଆମର ସମସ୍ତ ଜିନିଷ ଆମର ଭାବନା ଉପରେ ପ୍ରତିଫଳିତ ହେଉଛି। ମଣିଷ ବୋଲି କିଛି ନାହିଁ, ଏଗୁଡ଼ିକ ସବୁ ଭାବନା ଗୁଡ଼ାକ ମିଶିଗଲା ବେଳକୁ ସେ ସେଇ ଅନୁସାରେ ପ୍ରତିପାଦିତ ହେଉଛି। ତେଣୁ ମୋର ବିଚାର, ନାଗସ୍ୱାମୀ କହୁଛନ୍ତି ମୁଁ ଯାହା ଯାହା ବିଚାର କରୁଛି, ମୁଁ ଯାହା ଯାହା ଭାବୁଛି, ମୋର ସ୍ୱଭାବ ଯାହା ଅଛି ସେଇ ଅନୁସାରେ ତିଆରି ହେଇଛି। ଏ ପିଣ୍ଡ ଗୁଡ଼ାକ ସବୁ ତିଆରି ହେଇଛି ସେଇ ଅନୁସାରେ। ଆଉ ଯଦି ମୋ ବିଚାରକୁ ମୁଁ ଅଲଗା କରିଦେଲି, ଯଦି ମୋ ଭାବନାକୁ ମୁଁ ଅଲଗା କରିଦେଲି, ଯଦି ମୋର ସ୍ୱଭାବ ଯେଉଁଟା ଅଛି ତାକୁ ମୁଁ ଅଲଗା କରିଦେଲି, ମୁଁ କିଏ ରହିଲି? ମୁଁ କ'ଣ ହେଇକି ରହିଲି? ମୋର କିଛି ମିଳିବ କି? ମୋର ପରିଚୟ କିଛି ମିଳିବ କି? କିଛି ପରିଚୟ ମିଳିବ। ତେଣୁ ମୁଁ ଯେଉଁ ଲୋକଟା କହୁନି କି ମୁଁ ବୋଲି, ଇଏ ଏଇଗୁଡ଼ାକ ଜିନିଷକୁ ଧରିକି କହୁଛି ନା ନାହିଁ? ମୋର ବିଚାର, ମୋର ସ୍ୱଭାବ, ମୋର ଚିନ୍ତନ, କ'ଣ ଭାବୁଛି, ଏଇଗୁଡ଼ାକ ସବୁ ମିଶିଗଲା ବେଳକୁ ସେ ଏଗୁଡ଼ ପଡ଼ୁଛି। ବିଚାର କର କଥାଟା। ନାଗସ୍ୱାମୀ ଯାହା କହୁଛନ୍ତି, ସେ ମିଲିନ୍ଦ ଆସିଛି ଗ୍ରୀସରୁ, ସେ କେମିତି ବୁଝୁଛି, ତାକୁ କେମିତି ବୁଝିକି ସିଏ ଗ୍ରହଣ କରୁଛି। ଆରେ ମନୁଷ୍ୟର ବୁଦ୍ଧି, ମନୁଷ୍ୟର ଚେତନା ଏଭଳି ସ୍ତରକୁ ପହଞ୍ଚି ଯାଇପାରେ ଯେଉଁଠି ମନୁଷ୍ୟ ଅଛି ଏବଂ କହିପାରୁଛି ମୁଁ ନାହିଁ। ସେଇଭଳି ସ୍ଥିତିକୁ ଆମକୁ ଆସିବାକୁ ପଡ଼ିବ। ମୁଁ ଅଛି, ମୁଁ ନାହିଁ। କିଏ ଅଛି? ନା ଏଇ ବିଚାରକୁ ନେଇକି, ଭାବନା ନେଇକି ଯେଉଁ ଯିଏ ବସିଛି ସିଏ ଅଛି, ନାହିଁ କି? ନା ଅଲଗା କରିଦେଇ ସେ ପାରୁଛି ଯିଏ, ସେ ନାହିଁ। ଠିକ୍ ନା ଭୁଲ? ଯିଏ ଅଲଗା କରିଦେଇ ପାରୁଛି ସେ ନାହିଁ, ଯିଏ ଗୁଡ଼ାକ ସେ ଯୋଡ଼ି ଦେଇ ପାରୁଛି ସେ ଅଛି। ଏ ଯୋଡ଼ି ଦେଇ ସାରିଲା ପରେ କଷ୍ଟ, ଦୁଃଖ ଯାହା କିଛି ଆମେ କହୁଛୁ ନା ନାହିଁ? ଯଦି ଅଲଗା କରିଦେବା କ'ଣଟା ହେବ? ଦୁଃଖ କଷ୍ଟ କାହାକୁ କିଛି ଆସିବ ନାହିଁ। ଗୋଟେ ବୃକ୍ଷଟି ସେ ପଚାରିଲା, ତାହେଲେ ବିଚାର ଆଉ ମନ ଏ ଦୁଇ ଜଣ ଯାକ ଅଲଗା ଅଲଗା? ହଁ, ଅଲଗା ଅଲଗା, ପୁରା ସମ୍ପୂର୍ଣ୍ଣ ଭାବରେ ଅଲଗା। ତମକୁ ଦେଖାଯାଉଛି ବିଚାର ଅନୁସାରେ ମନ ରହିଛି, କିନ୍ତୁ ନିର୍ବିଚାର ସ୍ଥିତିକୁ ପହଞ୍ଚିବାଟା ହେଉଛି ସବୁଠାରୁ ବଡ଼ କଥା। ବିଚାର ଯେଉଁଠି କାମ କରିବ, ସେଇଭଳିଆ ନିର୍ବିଚାର ଅବସ୍ଥାଟା ହେଉଛି ମୋର ସ୍ୱରୂପ। ନିର୍ବିଚାର ଯେଉଁଠି ବିଚାର କିଛି ହେବ ହେଲେ କେମିତି? ନା ବୃକ୍ଷଟାକୁ ଦେଖ, ଗୋଟେ ବୃକ୍ଷ, ସେ ବୃକ୍ଷ ହେଉଛି କେତେଟା ଯୋଡ଼ି ହେଇଛି, କେତେଟା ଜିନିଷ ଦୃଷ୍ଟିରୁ ସେ ବୃକ୍ଷ।
तमें डाल कह पत्र कह अमुके कह समुक कह जोड़ी अच्छी ना नहीं ये सब जोड़ी जो से वृक्षटी किंतु आम जी जंगल सहित तुलना करवा जंगल ठार वृक्ष अलग ना ये वृक्षर मिशीगले सब जंगल हो जाए किंतु वृक्ष आ जंगल भितर तफात अच्छे ये जोड़ी जिनस सब जेहेतु ये गोटे वृक्षटी कि जोड़िया जिनस सब बाहर कर दियो ताठारु ये मन मन जमी आम मन जो भाव विचार गुड़ाक सब अच्छी ये सेमती जोड़ी जो मन भाया गोटे वृक्षटे तेणु मन ठार विचार गुड़ाक सब भिन्न भिन्न जिन चिंता करने पड़े ये जो मनर जो विचार गुड़ाक सब आसुनी ये विचार सब केमी जान ये गोटे प्रत्येक मुहूर्त छोटिया छोटिया बिंदुटी आम भर प्रवेश कर जाऊछ क्या देखीदेल कुकुरटा दौड़ी आसला तुम पाक सांगे सांगे अरे कुकुरटा कामुड़ था दे था तो कामुड़ी से लोकटा न था कामुड़ दे था भाभी जाऊा कुकुर ना तुम पहुँच गल से बाट कि कुकुर तुम गुड़ी गुड़ी गला अच्छी अच्छी कुकुर मन तुम जुआड़ी नौची से अवस्था प्राप्त होते वैज्ञानिक पद्धति कथाटी देख मनुष्य केते कष्ट कर विचार गुड़ाक पाखक केमी केमी आसूसी गुड़ाक सब संग्रह कर रखी सारापर केते कष्ट बोझ उठेवा पड़े जी प्रकृत ज्ञानी सी कौन करना या अलग करदे पार निज निर्विचार स्थिति को सी चल कह विचार कौन मुझे निजे जो ना प्रथम गपटा मन रख मुझे निजे ना नागसेन को आम विचार गुड़ा मत कौटी धारी कर ये ज्ञानटा आमको शिक्षा दिखाई वेदांत ज्ञानटा ये जो ज्ञानटा आमको शिक्षा दिखाई निजर स्वरूपटा को केमती निजे जान तारीपाई एटा दि जाऊँ आम जो सत्संग करें महिला केमती आम भर छाड़ ये महिला गुड़ाक छाड़ापी आम ये प्रकार विचार कर ये महिला गुड़ाक धरिक आम बसचु ना नहीं ये महिला जेपर्यंत आम भर थी से पर्यंत आम विभिन्न घनघटा भितर गति करुवा तेणु विचार हो आमर स्वभाव हो आमर संस्कार हो जहाँ द्वारा ही मनुष्य तैयारी रही तार संस्कार को तार बाहर कर दिया मु ब्राह्मण संस्कार मु गुजराटी संस्कार मु अमुक संस्कार मु अमुक अमुक द्वारा अलग होगा सब निज उपर पश्ची ना नहीं भितर मोर छुआटी मो बाह्य कर मो जाति ना चिंता कर बहुत ब्रड बहुत सारा विश्व ब्रह्मांड में एकता स्थापन कर मत भगवत गीता शिखे अरे जहाँ देखु सब भितर तू ही अच्छु तो भितर समस्त अच्छे पढ़ी ना नहीं किंतु प्राक्टिकल कला बेलू जो आसूसी जो आम भर कि विचार पड़े आसुचे गोटे केमती हम केमती गोटा परंपरा भांगीज आम कौटी अच्छु देख आम भावुचु गोटे करुचु गोटे क्लीन परिष्कार परिच्छन्न आम कबीर भाई केवे सुंदर आम केवे आम भर से संस्कार सब पशिक रही से भाव सब पशिक रही ताठू आमको मुक्त हवा पड़े मुक्ति मान कौन बुझ ना यही सब बंधन गुड़ाक जी आम उपर पड़ी या आम कमी धीरे 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 अलग हवा यही अलग हबार कौशलटा जदि गुरु न था आम ये कौशलटा कौन मत हासिल कर पारते ना गुरु यदि आम पाखे से सद्गुरु ज्ञानी गुरु विज्ञ गुरु जी के गुड़ाक तन्न तन्न कर अनुभव कर प्रत्येक अणुरे गोटे विचार पलि आस देख गोटे घटना कहीं चली आस देख गोटे मुहूर्त कौन कौन हो देख मनुष्य जापर से छापी प्रिंट हो गोटे गोटे घटना प्रिंट हो से घटना प्रति से सचेतन केमती रही साक्षी भाव जोटा आम गुरु शिखई आम यदि प्रत्येक समय 10टा साक्षी भाव अभ्यास कर आम साधनाटा से अनुसार नहीं जावा युवा सब साधारण कथा असाधारण भाई जोटा लगुच आम निर्विचार केमती रही विचार तो आसो सीना धूली भाया झाड़ दे पार आस विचार ताको तुम झाड़ी दे पार धूली भाया कहीं तत्वटा कहूँ मुझे नुहे जी मर से धूलता पशुता मुझे तो अमृत आत्मा मोर कौन अच्छे ये स्थिति को जी पहुँच यार किसी असुविधा किसी हम दोस्तोयेवस्की बोले जड़े बड़ लेखक अच्छे क्राइम एंड पनिशमेंट बोली गोटे बही अच्छे से नभेल की बहुत पावरफुल पृथ्वी बहुत विख्यात नभेल मन उपर तार कि विचार कराई रूस
ଦେଶର କାହାଣୀ। ବୁଢ଼ୀଟିଏ ଥିଲା, ଏମିତି ବୁଢ଼ୀ ପଇସା ଗୋଟେଇବ କେମିତି, କାହାଠାରୁ ଲୁଟି ହେବ କେମିତି ପଇସା, ସବୁବେଳେ ତାର ଚିନ୍ତା ଥାଏ। ଗୋଟେ ଲୋକ ବିପଦରେ ପଡ଼ିଛି, ଅସୁବିଧାରେ ପଡ଼ିଛି, କ'ଣ ହେଇଛି, ତାକୁ ତାର ଚିନ୍ତା ନଥାଏ। ଇଏ ଖାଲି ଯଦି ଦେଖିଲା କି ଗୋଟେ ବିପଦରେ ପଡ଼ିଛି, ପଇସା ମିଳିବ ନା ନାହିଁ, ଏ ବିଚାରରେ ବସିଥାଏ। ଗୋଟେ ପିଲାଟିଏ କଲେଜରେ ପାଠ ପଢ଼ୁଥାଏ, ସେ ବୁଢ଼ୀ ଘର ଆଗରେ ସେ ଗୋଟେ ଭଡ଼ା ଘର ନେଇକି ରହିଥାଏ। ସବୁଦିନ ଦେଖେ ବୁଢ଼ୀ, ଯେତେବେଳେ ଇଏ କ'ଣ କରୁଛି, ଛୁଆ ପିଲା କେହି ନାହାନ୍ତି, ଖାଇବା ପାଇଁ କେହି ନାହାନ୍ତି, ଘରେ କିଛି ନାହିଁ, ଇଏ କାହିଁକି ଲୋକଙ୍କ ଠାରେ ଏମିତି ଶୋଷିକି ପଇସା ନେଉଛି, କ'ଣ କରିବ ତାକୁ ରଖି, କ'ଣ କରିବ? ଏ ପିଲାଟା ସବୁବେଳେ ଭାବେ, ସବୁବେଳେ ଯେମିତି ବେଳେବେଳେ ଭାବ ତା ମନକୁ ଆସେ, ତା ତଣ୍ଟି ଚିପି ଦିଅନ୍ତି। ଏମିତି ବୁଢ଼ୀ ଥାଇକି କ'ଣ ହବ, ଯିଏ ବସିକି ସମସ୍ତଙ୍କୁ ଶୋଷୁଛି ତା ତଣ୍ଟି ଚିପି ଦେବା ଦରକାର। ଏମିତି ହଉ, ପୁଣି ଭାବେ ତାର କରୁଥିବା ମୋର କ'ଣ ହେଲା କରି ଭୁଲିଯାଏ। କିନ୍ତୁ ଦେଖିଦେଲେ ସେ ବୁଢ଼ୀକି ତା ଭିତରେ ରିଏକ୍ସନ ପ୍ରତିକ୍ରିୟା ହୁଏ, କ'ଣ ଭୁଲିଯାଏ, ଆରେ ସେ ତାର କରୁଥାଏ, ତାର ବୁଝିବ ଆମର କ'ଣ ଅଛି। ଦିନେ ପରୀକ୍ଷା ଦେବା ପାଇଁ ତାର ଫିସ୍ ନଥିଲା, ତୁ ଶୋଇପଡ଼ୁଛୁ କି ମୁଁ ଅନିତା ନା ଶୁଣୁଛୁ, ପରୀକ୍ଷା ଫିସ୍ ଦେବା ପାଇଁ ନଥାଏ, କ'ଣ କରିବ ବିଚରା, ଯାଇକି ବୁଢ଼ୀ ଘରକୁ ଗଲା। ଯାଇକି କହିଲା, ମୋ ପାଖରେ ତ କିଛି ନାହିଁ, ବନ୍ଧରେ ତୁ ତ ସବୁ ରଖୁଛୁ, ଏ ଘଣ୍ଟାଟା ଅଛି ବନ୍ଧା କର। ବୁଢ଼ୀ ସେଠୁ ଦେଖାଯାଉନି, 80-90 ବର୍ଷ ହେଲାଣି, ଅନେଇଲାଣି, ଦେଖିଲା ଘଣ୍ଟା ଠିକ୍ ଅଛି ନା ନାହିଁ, କେତେ ପଇସା ତାକୁ ଦେବ, ଏମିତି ଭାବୁଛି। ପିଲା କ'ଣ ନେଉଛି, ପୁଣି ଘଣ୍ଟାକୁ ଅନେଇକି ଦେଖୁଛି ଘଣ୍ଟା ଠିକ୍ ଅଛି ନା ନାହିଁ, ଏମିତି ବୁଲିକି ବି ଘଣ୍ଟାଟାକୁ ଦେଖୁଛି। ଏ ପିଲାଟା ଥିଲା ତା ବେକକୁ ଯାଇକି ଚିପି ଦେଲା, ଯେମିତି ଚିପିଦେଲା ତା ବେକକୁ, ଗୋଟେ କିଛି ଅଳ୍ପ ସମୟ ଭିତରେ ସେ ତ ଗୋଟେ ମୁହୂର୍ତ୍ତରେ ମରିଗଲା। ବୁଢ଼ୀଟା ଏତେ 90 ବର୍ଷ ହେଲାଣି, ଆଉ କୋଉଠି ବଞ୍ଚିପାରିବ କି, ମରିଗଲା। ତାପରେ ୟା ମୁଣ୍ଡରେ ଚିନ୍ତା ପଶିଲା, ଆରେ ମୁଁ ତ ଆସିଥିଲି ତାଠାରୁ ପଇସା ନେବା ପାଇଁ, ସେ ତ ମୋତେ ଦେଇଥାନ୍ତା, କ'ଣ କରିଥାନ୍ତା, ମୁଁ ତ ତାକୁ ଦେଲି, ମୁଁ ତ ମାରିଦେଲି ତାକୁ। ଭାବି ସେ ପଳେଇଲା ତା ଘରୁ, ସେ ପିଲାଟା ଯାଇକି ତା ଘରେ ସେ ରହିଲା। ରହୁ ସବୁଦିନ ସେ ଭାବୁଥାଏ, ପୋଲିସ ତ ମୋତେ ନିଶ୍ଚୟ ଧରିବ, ମୁଁ ତା ବେକ ଚିପି ଦେଇଛି, ଆଉ ମୋତେ ଛାଡ଼ିବ, ସେ ନିଶ୍ଚୟ ଧରିବ। ପ୍ରତ୍ୟେକ ଦିନ ସେ ସେଇଆ ହିଁ ଭାବିଗଲା, ପୋଲିସ ମୋତେ ନିଶ୍ଚୟ ଧରିବ, ପୋଲିସ ମୋତେ ନିଶ୍ଚୟ ଧରିବ। ଡାକବାଲା ଆସିକି ଚିଠି ଦେବା ପାଇଁ ଯଦି ଆସିଛି, ତା ଗୋଡ଼ା ଜୋତାର ଶବ୍ଦ ହେଲା କି ପୋଲିସ ଆସିଗଲା କି, ସେଇ ପ୍ରକାର ଚିନ୍ତାରେ ସେ ରହିଲା, ବୁଡ଼ିକି ରହିଲା। ଯଦି କିଏ ଗୋଟେ ସେଟା ଚାଲିଗଲା ସେ ବାଟେ, ମୋତେ ଜାଣିଗଲା କି ମୋତେ ଆସିଛି, ସେ ମୋତେ ତ ନିଶ୍ଚୟ ପୋଲିସ ଆଜି ନହେଲେ କାଲି ଧରିବ, ଆଜି ନହେଲେ ତ କାଲି ଧରିବ। ଏଇଭଳି ଭାବରେ ଚିନ୍ତନରେ ସେ ରହିଲା ପରେ ପୋଲିସ ବି ଖୋଜିକି ଥକିଲାଣି ଯେ ପ୍ରକୃତରେ ତାକୁ ମାରିଛି କିଏ, କିଛି ଜଣାପଡ଼ୁନି, ତାର ଜଣାପଡ଼ୁନି, କୌଣସି ପରୀକ୍ଷା ନିରୀକ୍ଷା କରିପାରୁନି। ପୋଲିସ ତା ମୁଣ୍ଡ ଖରାପ ହେଇଗଲାଣି, ଜାଣିପାରୁନି, ଆଉ ଛାଡ଼, ସେ ବୁଢ଼ୀ ତ ମଲା ଗଲା, ଏଇ ଅବସ୍ଥାରେ ସେ ରହିଛି। କିନ୍ତୁ ଇଏ ମନେ ମନେ ଭାବୁଛି ଯେ ମୋତେ ତ ଧରିବ, ନିଶ୍ଚୟ ପୋଲିସ ଧରିବ। ଏଇ ସମୟରେ ହଠାତ୍ ଦିନ ଯାଇ ଥାନାରେ ସେ ପହଞ୍ଚିଲା। ଇନ୍ସପେକ୍ଟର କହିଲା, ଆପଣ ଏଠି ବସିଛନ୍ତି, ମୋତେ ଆରେଷ୍ଟ କାହିଁ କରୁନାହାନ୍ତି, ମୁଁ ପା ସେ ବୁଢ଼ୀକି ମାରିଦେଇଛି ସେ ବୁଢ଼ୀକି। ସେ ପୋଲିସ କହିଲା, ବେଶୀ ପାଠ ପଢ଼ାପଢ଼ି କରୁଛୁ ଯେ ରାତି ଅନେକ ରାହି, ତୁ ବୋଧେ ରାତି ଅନେକ ରାହିକି ବହୁତ ପାଠ ପଢ଼ୁଛୁ ନା କ'ଣ, ପରୀକ୍ଷା ଅଛି ବୋଲି ତୋ ମୁଣ୍ଡ ଖରାପ ହେଇଯିବ, ତୋ ଭଳିଆ ଗୋଟେ ସୁନ୍ଦର ପିଲା, ଭଲ ପିଲା ମାରିପାରିବ, ଅସମ୍ଭବ କଥା, ମାରିବା ସମ୍ଭାବନା ହିଁ ନାହିଁ। ଆଜ୍ଞା ମୁଁ ମାରିଛି, ମୁଁ ମାରିଛି, ତାକୁ ହତ୍ୟା କରିଛି, ମୁଁ ଜାଣିନି ମୁଁ ମାରିଛି ବୋଲି। କେବେ ନୁହେଁ, ତୁ ଯା ପାଠ ପଢ଼, ତୁ ଗୋଟେ ବଡ଼ ମଣିଷ ହବ, ପାଠ ପଢ଼ିକି ଗୋଟେ କୋଉଠି ଯିବୁ, ତୁ ଆସିକି ଏଇ କଥା କହୁଛୁ ମୁଁ ତାକୁ ମାରିଛି, ତୁ କେମିତି ମାରିବୁ ତାକୁ, ଅସମ୍ଭବ କଥା, ତୁ ତାକୁ ମାରିପାରିବୁନି। ପୋଲିସ ତାକୁ ଯିବୁ ନା ଦେଖିବୁ, କହିକି ଇଏ କଲା, ମୁଁ ମାରିଛି ଆଜ୍ଞା, ତୁ ମାରିନାହୁଁ, ତୋ ମୁଣ୍ଡ ଖରାପ ହେଇଗଲାଣି, ତୁ ପାଠ ପଢ଼ି ବେଶୀ ପଢ଼ିକି ତୋର ଅବସ୍ଥା ଖରାପ ହେଲା, ତୁ ଯା। ପୋଲିସ ତାକୁ ବିଦାୟ କରିଦେଲା। ଗପ ଆମର ଏଇଠୁ ସରିଗଲା, 10 ବର୍ଷ ଗପ ରଖିଦେଇଗଲା କଥା। କ'ଣ ଜାଣିଛୁ, ପ୍ରତ୍ୟେକ ସମୟରେ ଯେଉଁ ଜିନିଷ ତମେ ଭାବୁନା, ପ୍ରତ୍ୟେକ ସମୟରେ ଏଇଟା ହେଲା ଏମିତି ହୁଅନ୍ତା, ସେଇଟା ତମ ଭିତରେ ଗାର ହେଇକି ପଡ଼ିଯିବ।
सूक्ष्म गार होकर रही क्या तुम कौन कौन सब भावुच कि चिंता करटा प्रतिक्रिया होगी प्रकाश पाइब तेणु प्रत्येक विचार आसला बेले केमती गोटे गोटे रुगुण जिन नहीं आसूँ केमती गोटे भयानक जिनस भर को पुरोच सावधान भावी दौचे आम संसार समस्त बासु सी आसुँ मो पाखे आम सत्संगी जड़े केमी व्यवहार करी केमती कौन करी कथा तो मन भर तुम प्रत्येक मुहूर्त जो जो घटना गुड़ाक जो विचार गुड़ाक तुमको आसूसी से विचार गुड़ाक सब संग्रह हो रही सबू रोच तेणु प्रत्येक समय प्रत्येक विचार पर मनर अवस्था सब परिष्कार परिच्छन्न रहा दरकार कौटा जदि तुम निज भर तुम आत्मार अनुसंधान कर जी सबुठ पवित्र सबुठ पवित्र जी जहाँ आसम कौन से किसी संपर्क ही ना मुझे आत्मा बोली प्रकार ज्ञान जब दृढ़ भाव में अच्छी विचार प्रवेश कर कहीं प्रवेश कर ना मुझे विचार तार छुईब नहीं ये मन पाखक विचार आसिक पहुँचे से मन कौन करुना गुड़ाक सब संग्रह कर मन विचार कर संग्रह गुड़ा कर रखे ना कि गुड़ाक सब बारंबार बारंबार दौड़ीटा कूरे घसीला जो चिन्ह रखी जाए ये सेमती मन उपर चिन्ह रख दिए सावधान हाँपी पड़ा केड़े सुंदर जीवन बीती जाऊँ या भर आम भर रांधुचु आ विषय चिंता कर या भर आम क्या खावाई दौचु ता विषय आउ कौन चिंता करें कौन सी कम कर कथा भावुँ कौन सी जिन कर सब गोटे बिंदु बिंदु हो रोचे स्वाई बुझा ये गुड़िक सब आमको खाइब आम मनुष्य पणिया को दिने दिने सब नष्ट कर मनुष्य निज अज्ञात ये सब भूल गुड़ा कर संभावना अच्छी तेना प्रत्येक मुहूर्त देखे चलो देखिकी चलो सावधान प्रत्येक मुहूर्त देखिकी चलो किसी भी मुँह भर न रख झाड़ दिए आसाम जमी दुई जन लोक लड़ई कर लगे जमी मरामरी मुथ मरामरी हे पिटापिटी हे देखिए नाल गड्डी दुल चालिकी पड़े दी जन जाक मरामरी तापर धूली झाड़ जमी कि आम गोटे शिक्षा पड़ो ठीक सेमती मु आत्मा निर्मल या भर कौन प्रकार मैला ना निष्कलंक से मुझे अभूतपूर्व आत्मा से हूँ मो पवित्र निष्कलंक आत्मा मुझे निरंजन निष्पाप जहाँ भर पाप बोली किसी ना निरंजन शब्द अर्थ है जी सदा संतोष पापर लेस मात्र चिन्ह न था किए सी ना ये स्थिति रे पहुँचे सदा संतोष जी ये सदा वाले जी जो केवल आत्मज्ञान बिना आत्मा को न जाना बिना आत्मा को उपलब्धि न करवा बिना गुरुर कथाटा को जी अन्यमनस्क कर उड़े गुरुर विचारटा को जी अन्य भाव में नहीं चल जाए गुरुटा भी जानीपारे जे ये अन्यमनस्क अच्छी सत्संग नुहे ये कहूँ मो सत्संगी कि सत्संग सामान्यतम लक्षण या भर ना कहीं ना या भर नानादि प्रकार महिला बसी 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 एमती अद्भुत रूप ये धारण कर प्रत्येक मुहूर्त टिके फुर्सत मिले ता मनर अवस्था कोटि कोटा ये कस्मिन काले से प्रकार आशा ये नहीं मोर निर्मल सत्ता मो पवित्र स्वरूपटा मुझे भल कर संभाली रखे एमती संभाली रखिले आउ सब जिन संसार जहाँ आसूची जाऊ मोर चिंता ना कारण ता सहित मोर संपर्क ही ना ये घटना सब घटी जन्म है षड्टी सी कौन जानता है बार द्वार बुली बुली खाइब तार रास्ता तो स्वभाव दृष्टि सुध खाइला सी ता बाटर एमती जाऊ किए गरम पानी टे पकईद कि कुकुर उपर आम पकईद चमड़ा छेड़ी छेड़ी आम गरम पानी पकड़ा बेले आम मनर अवस्था कौन एवं चमड़ा छाड़ीगला से कहीं कहीं करके जाम पर प्रभाव छाड़ी जाऊँगी ना ना बिंदु बिंदु प्रभाव छाड़ी जाऊँगी ना आम घर समस्त रोचे परिवार क्या किए कदे क्या कौन कर कहीदे यहाँ सब बिंदु बिंदु ही लाखिक रोचे बुझीपार ना यही सब गुड़ाक आमर मनुष्यता को आम आत्मा को ये सब दूषित कर तेणु प्रत्येक मुहूर्त को जगिकी चल गोटे आत्मज्ञान काम है ये प्रत्येक मुहूर्त को सावधानता सहित अवलंबन कर जाए गुरु देखे तो तुम आज जहाँ कहली सत्संग तो काली मत आरंभ मूल शेष पर्यटन गोटे गोटे कहते
जहाँ ମୁଁ ଆଜି କରିଛି ତୁ କାଲି କହିପାରିବୁ? କେହି ନାହିଁ। ମୋତେ ପଚାରିଲେ ମଧ୍ୟ ଗୋଟି ଗୋଟି ଯାହା କହିଲି ତାହା କହିପାରିବେ ନାହିଁ। କିଏ କହିପାରିବ? ତୁ ତ କାଲି କୁହାହେଇଛି ଆଜି ଯାଇକି ଭୁଲି ଯାଉଛୁ, ହେଁ ହେଁ ହେଉଛୁ। ମୁଁ ଯାଇଥିଲି ସତ୍ସଙ୍ଗକୁ, ଶୁଣିଲି, କିନ୍ତୁ ଦେଖିଲା ବେଳକୁ କିଛି ମନେ ରଖିଲି ନାହିଁ। ଏଇଭଳି ସ୍ଥିତି। ଯାହା ଯଦି କୁହାଗଲା ସେଗୁଡ଼ାକ ସେଇଠି ପଢ଼, ସେଇଠି ବିଦା କରିଦେବ। ସେଥିପାଇଁ ଆଗରୁ ଗୁରୁମାନେ କ'ଣ କରୁଥିଲେ? ଅଧିକ କହୁନଥିଲେ, ସେମାନେ ଗୋଟିଏ ଶ୍ଳୋକକୁ କେବଳ ଆଲୋଚନା କରୁଥିଲେ। ଗୋଟିଏ ଶ୍ଳୋକକୁ ଆଲୋଚନା ହେବ, ବାରମ୍ବାର ଆଲୋଚନା ହେବ। ତାପରେ କିଛି ବାଟ ଗଲା ପରେ ଯେଉଁମାନେ ଆକୁ ଅଭ୍ୟସ୍ତ ହେଇଗଲେ ସେ ଶ୍ଳୋକ ସହିତ, ତାପରେ ଅନ୍ୟ ଗୋଟେ ଶ୍ଳୋକକୁ ଯାଉଥିଲେ। କାହିଁକି ଯାଉଥିଲେ? ନା ସେମାନେ ଜାଣିଛନ୍ତି ଏଇ ମନ ନାନାଦି ସଂସ୍କାର, ନାନାଦି ବିଚାର, ନାନାଦି ସ୍ୱଭାବ ଦ୍ୱାରା ଏ ସମାଜ ସହିତ ଏକାକାର ହେଇକି ରହିଛି। ଏ ସମାଜର ବିଭିନ୍ନ ଅବସ୍ଥା ସହିତ ସେ ଏକାକାର ହେଇକି ରହୁଛି ଏବଂ ସେଗୁଡ଼ିକ ସବୁ ମଇଳା ଗୁଡ଼ାକ ଭିତରେ ପୁରେଇଛି। ଏବଂ ପୁରେଇକି ଆସିକି ବସିଛି ସତ୍ସଙ୍ଗରେ। ମୁଁ ଜଣେ ସତ୍ସଙ୍ଗୀ ବୋଲି କହୁଛି, କିନ୍ତୁ ପ୍ରକୃତରେ ସେ ନୁହେଁ ସତ୍ସଙ୍ଗ। ସତ୍ ଆତ୍ମା ପ୍ରତି ତାର ନିଷ୍ଠା ନାହିଁ। ସତ୍ ଆତ୍ମା ମୁଁ, ଯିଏକି ମୋତେ ସର୍ବତ୍ର ସବୁ ପ୍ରକାର ରୋଗରୁ ରକ୍ଷା କରିପାରିବ, ମୁକ୍ତ କରିପାରିବ, ଇଏ ବିଶ୍ୱାସ ତାର ନାହିଁ। ତାର ବିଶ୍ୱାସ ନ ରହିବାର କାରଣ ହେଉଛି ସେ ଗୁରୁ ଉପରେ ବିଶ୍ୱାସ କରୁନାହିଁ। ଗୁରୁ ଉପରେ ବିଶ୍ୱାସ କରୁନାହିଁ। ଗୁରୁ ଯେଉଁ କଥାଟି କହିବା ପାଇଁ ଚାହୁଁଛି ବା ଯେଉଁ ଦିବ୍ୟତା ଦେବା ପାଇଁ ଚାହୁଁଛି, ଏ ଦିବ୍ୟତା ଉପରେ ତାର ସାମାନ୍ୟତଃ ବିଶ୍ୱାସ ନାହିଁ। ଗୁରୁ କହୁଛି ତୋର ତ ବିଶ୍ୱାସ ନାହିଁ, ତୁ ଏ ସତ୍ସଙ୍ଗରେ ବସିଲେ ମଧ୍ୟ ତୁ କ'ଣ ମୋ ପାଖରେ ହେଇପାରିବୁ? ତୁ ଯେତେ ସତ୍ସଙ୍ଗରେ ବସିଲେ ମଧ୍ୟ ତୁ କ'ଣ ମୋର ହେଇପାରିବୁ? ହେଇପାରିବାର ସମ୍ଭାବନା ନାହିଁ। ତେଣୁ ଏଇ ବିଦ୍ୟା ତୋର କାମ ଦେବ। ତୁ ବସିଥା, କିନ୍ତୁ ତୋର କାମ ଦେବ। ସେଥିପାଇଁ କ'ଣ କୁହାଯାଉଛି ନା, ଏ କିନ୍ତୁ ହେଉଛି ସବୁ ମଣିଷର, ସେ ତ ଅନ୍ୟମନସ୍କ ହେଇଯାଉଛି। ତା ବିଚାର ତ କ'ଣ ତାକୁ ଆଡ଼େ ନେଇଯାଉଛି। ତାହେଲେ କ'ଣ ତାକୁ ଆମେ ଛାଡ଼ିଦେବା? ଗୁରୁଦ୍ୱାର ସେ କ'ଣ ଯାଉଛି ବସୁ। ମୁଁ ଜାଣିଛି ଆର ନାହିଁ, ଗ୍ରହଣ କରିବାର ଶକ୍ତି ଆର ନାହିଁ। ଇଏ ଏପର୍ଯ୍ୟନ୍ତ ଶୁଦ୍ଧତାକୁ ବରଣ କରିବା ପାଇଁ ଚାହେଁନି। ସେ ସଂସାର ବଙ୍କରେ ଘାରିବା ପାଇଁ ଚାହେଁ। ନାନାଦି ଦୁର୍ଗତି ଆସୁ ସେ ତା ଦେହରେ ପୂଜା ପାଠ କରିବ, ଭୋଜିଭାତ କରିବ, ଇଆଡ଼େ ସିଆଡ଼େ ଯିବ। ଏଇସବୁ ଜିନିଷରେ ସେ ମାତିକି ରହୁ, ଏସବୁ ତା ମନ ରହିବ। କିନ୍ତୁ ଗୁରୁ ଦୟାଳୁ ଏକ ବସୁ, ବୁଝୁ ନ ବୁଝୁ ଦିନେ ନା ଦିନେ ତ ତା ଭିତରେ କାଳେ ପରିବର୍ତ୍ତନ ଆସିବ। ନ କଲେ କ'ଣ ହେବ? ଗୁରୁ ନାମରେ ଯେଉଁଠି ତାକୁ କିଏ କିଛି ପ୍ରକାର ଖାଦ୍ୟ ଦେଇଦେଲା, ଏମିତି ହେଲା ତୋର ଏମିତି ହେଇଯିବ, ଜାଣିଛୁ? ତୁ ବନାରସରେ ଜଣେ ଅଛନ୍ତି, ତାଙ୍କ ପାଖକୁ ଚାଲ ଯିବା, ଗଲେ ସିଏ ଆମକୁ ଯାହା ଯାହା ଦେଇଦେବେ ସେଇସବୁ ଦ୍ୱାରା ତୋର ଫଳ ଫଳିବ। ଏଠି ଅଛନ୍ତି ହରିଦ୍ୱାରରେ ଜଣେ ଅଛନ୍ତି, ଆଉ ଜଣେ ଅଛନ୍ତି ଏଠି, ଆଉ ଜଣେ ମାଡ୍ରାସରେ ଅଛନ୍ତି। ଯେଉଁଠି କହିଲେ ଆମେ ତା ପଛରେ ପୋଷା କୁକୁର ଭଳିଆ ଚାଲିଲେ। ଏବଂ ସେଇମାନେ କ'ଣ କରିବେ ନା, ଜାଲରେ ପକାଇ ଦେଇକି ମୂଳ ସତ୍ୟ ଆଡ଼କୁ ନ କରିକି ନାନାଦି ପ୍ରକାର ଉଦାହରଣ ମାଧ୍ୟମରେ ତାଙ୍କ ମନକୁ ବିଭ୍ରାନ୍ତ କରିବେ। ଏବଂ ସେ ଭାବିବ ଯାହା ହଉ ମୋତେ ତ ଜଣେ ଗୁରୁ କେହି ମିଳିଗଲେ। ଗୁରୁ ବୁଝିପାରୁଛି ଇଏ କେଉଁ ଅବସ୍ଥାରେ ଅଛି, ନାନାଦି ଭାବରେ ବୁଡ଼ିକି ରହିଛି। ୟା ମନଟା ସବୁବେଳେ ଚହଲୁଛି ନାନାଦି ପୁସ୍ତକରେ, ନାନାଦି ବିଚାରରେ, ନାନାଦି ସଂସ୍କାରରେ, ନାନାଦି ସ୍ୱଭାବରେ। ମୋର ବାପା ଏମିତି ଥିଲେ, ତାଙ୍କ ଦ୍ୱାରା ସବୁ ଏମିତି ଏମିତି ହେଉଥିଲା। ମୋର ଚାଚା ଏମିତି ଥିଲେ, ମୋର ଶାଶୁ ଏମିତି ଥିଲେ, ମୋର ଶ୍ୱଶୁର ଏମିତି ଥିଲେ, ମୋର ଭାଇ ଏମିତି ଥିଲେ। ଏଇ ଚିନ୍ତା ଅହର୍ନିଶି ଏଇ ପ୍ରକାର ଚିନ୍ତନ, ଏଇ ପ୍ରକାର ବିଚାର, ବୁଡ଼ି 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 ସେ ମୂଳ ସତ୍ୟ ଏ ଆତ୍ମାର ଏ ବିଭିନ୍ନ ରୂପ, କିନ୍ତୁ ସେ ଆତ୍ମା ପ୍ରତ୍ୟେକ ଭିତରେ ଖୁନ୍ଦି ହେଇକି ଅଛି, କୁଟକୁଟକେ ଭରା ହେଇ ଯେଉଁଟା କୁହାଯାଉଛି, ସେ ସମସ୍ତଙ୍କ ଭିତରେ ସେ ପରିପୂର୍ଣ୍ଣ ଅବସ୍ଥାରେ ଅଛି। ଏଇ ପରିପୂର୍ଣ୍ଣତାର ସ୍ୱାଦଟାକୁ ପ୍ରତ୍ୟେକ ମନୁଷ୍ୟ ଉପଲବ୍ଧି କରିବା ତାର ଜନ୍ମଗତ ଅଧିକାର ଅଛି। ଏଇ ଅଧିକାରଟାକୁ ସେ ଜନ୍ମଗତ ଅଧିକାର ବୋଲି ଭାବିକି ଯଦି ଜୀବନରେ ପାଳନ କରିବା ପାଇଁ ଯାଏ, ତାହେଲେ କୁବିଚାର ବା ଅଲଗା ବିଚାର ଆସିପାରିବ। ଏବଂ ବଡ଼ ଆଶ୍ଚର୍ଯ୍ୟଜନକ କଥା, ଏଇ ସୁବିଚାର, ଏଇ ସତ୍ସଙ୍ଗର ବିଚାର ଯାହା ଭିତରେ ପଶି ଯାଉଛି, ତା ଭିତରେ ଗୋଟେ କୌଣସି ପାପ କର୍ମ କରିବା ପାଇଁ ପ୍ରକୃତି ଆସିବ, ପରୀକ୍ଷା କରିବା, କୌଣସି ଭୁଲ କର୍ମ କରିବା ପାଇଁ ସେ ଯିବ। ଯାହା ଭିତରେ ଆତ୍ମାର ସ୍ୱଭାବ ଲକ୍ଷଣ ଜ୍ଞାନଟା ଆସିଯାଉଛି, ତାକୁ କୌଣସି ଭୁଲ କର୍ମ କରିବା ପାଇଁ ନିର୍ଦ୍ୱନ୍ଦରେ ଛାଡ଼ି ଦିଅ, ସେ କୌଣସି ଭୁଲ କରିପାରିବ ନାହିଁ। କିଭଳି ଭାବରେ ତା ଭିତରେ କ'ଣ ଥିଲା, ଆଗରୁ ତ ଆରାମ ସେଟା କରିଦେଉଥିଲା। ଆମ ବାଡ଼ିରେ ଯଦି ପଶି ଆସିଥିଲା ଗୋଟେ ବାଛୁରୀଟି କି ଗାଈଟେ, କ'ଣ ଏଡ଼େ ବଡ଼ ଦଣ୍ଡାଟେ ଧରିକି ମୁଁ ଘୁଡ଼େଇ ଘୁଡ଼େଇ ତା ପିଟି ପିଟିକି ନେଇକି ତାକୁ ଛାଡ଼ୁଥିଲି। ଯା ମୋ ବାଡ଼ିକି ପଶି ଆସିବି,
ଏବେ ବି ସେ ବିଚାର ଆମର ନାହିଁ, ମୋ ବାଟରେ ବସି ଆସିଲ ମୁଁ ଗୋଟେ ଫେରେଇକି ରଖିଛି, ମୁଁ ଏମିତି ନାହିଁ। କିନ୍ତୁ ସେ ସମ୍ବେଦନାଟା ରହୁନଥିଲା କାହିଁକି ନା ଆମେ ଆତ୍ମା ସମ୍ପର୍କରେ ଆମର ଜ୍ଞାନ ପରିଷ୍କାର ନଥିବା ଯୋଗୁଁ ସର୍ବତ୍ର ସେ ଆତ୍ମା ବିଦ୍ୟମାନ କରୁଛି। ତେଣୁ ମୁଁ କାହାକୁ ପର କାହାକୁ ଆପଣାର କରିପାରିବିନି। ଏ ଭାବଟା ଆସିବାର ଆତ୍ମାର ଲକ୍ଷଣ ନୁହେଁ। ସେ ପର ଇଏ ନିଜ এই ପ୍ରକାର ଭାବ ଯିଏ ଆତ୍ମାର ଅନୁଭବଟା କରିଛି ସେ କେବେ ହେଲେ ଏସବୁ ପରିସ୍ଥିତିରେ ପ୍ରବେଶ କରିପାରିବ ନାହିଁ। ବୁଝିପାରୁଛ ନା? ନିଜକୁ ନିଷ୍ପାପ ସୁନ୍ଦର ଏବଂ ମଧୁର ଏବଂ ପବିତ୍ର କରିବା ପାଇଁ ହେଲେ ଆମକୁ ଏଇ ରାସ୍ତାରେ ଯିବା ପାଇଁ ପଡ଼ିବ। ସଂସାର ଯାହା କହୁଥାଉ, କବିର କହିଲାନି, ନାନକ କହିଲାନି, କାହାକୁ ଛାଡ଼ିଛି ସଂସାର, ସଦ୍ଗୁରୁମାନଙ୍କୁ ନାନା ନାନା କଥା କୁହାହେଇନି, ଆମକୁ କହିଲା ବେଳକୁ ବାଧି ଯାଉଛି। ଆମର କ'ଣ କ'ଣ ବାଧି ଯାଉଛି ତମକୁ? ତମେ କ'ଣ କି ତମକୁ ବାଧି ଯାଉଛି? ନା ତମେ ମନର ଗୋଲାମ, ସେଇଥିପାଇଁ ତମ କଥାଟା ବାଧି ଯାଉଛି। ତମେ ଯେ ପୁରାପୁରି ଆତ୍ମାର ଅନୁସରଣ କରୁଥାନ୍ତ, ତାର ପବିତ୍ରତାକୁ ଅନୁଧ୍ୟାନ କରିଥାନ୍ତ, ତମେ ଏଗୁଡ଼ା ସବୁ କିଛି ଛୁଅନ୍ତାନି। এইଥିପାଇଁ ମନଟାକୁ ଅମନ ଅବସ୍ଥାକୁ ନେବା ପାଇଁ ପଡ଼ିବ। ମନଟା ଯୋଉଟା ଅମନ ଅବସ୍ଥା ହେଉଛି ଆତ୍ମା ସହିତ ଯୋଡ଼ି ଯାଉଛି, ଯିଏ ସେ ହେଉଛି ଅମନ। ଏଠି ମନର କିଛି ଭୂମିକା ନାହିଁ। ଅମନ ଅବସ୍ଥାକୁ ନେଇକି ଯିଏ ଜାଣିଲା ପ୍ରତ୍ୟେକ ମୁହୂର୍ତ୍ତରେ ମନ ତା ଉପରେ ପ୍ରଭାବ ବିସ୍ତାର କରିପାରିବ ନାହିଁ। ମନଟାକୁ ସେ ଅମନ କେମିତି କରିଦେବ? ଆରେ ତୁ ଗୋଟେ ଯୋଡ଼ ବା, ଗୋଟେ ଯୋଡ଼ା ଯୋଡ଼ି ହେଇକି ତିଆରି ହେଇଛି ତ ମନଟା। ପ୍ରତ୍ୟେକ ମୁହୂର୍ତ୍ତରେ ତ ମନ ଯୋଉ ବଢ଼ି ବଢ଼ି ତୋର ସମ୍ପତ୍ତି ଚାଲି ନାହିଁ କି ମନର ସମ୍ପତ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଯାହା ସଂଗ୍ରହ କଲୁ, କିଏ ଗୋଟେ ଲୋକଟେ ବସିକି ମାଂସ ବିକୁଛି, ତା ଆଡ଼ିକି ମୋ ଦୃଷ୍ଟି ପଡ଼ିଗଲା। କିଏ କୋଉଠି ବସିକି ପୋଲିସଟା କି ପ୍ରକାର କର୍ମ କରୁଛି, ତା ଆଡ଼ିକି ମୋ ଦୃଷ୍ଟି ପଡ଼ିଗଲା। କିଏ ଗୋଟେ ଦୋକାନୀଟେ ବସିକି କ'ଣ କ'ଣ ଭୁଲ ଭଟକା କରୁଛି, ସେ ଆଡ଼ିକି ମନେ ପଡ଼ିଗଲା। କିଏ ଜଣେ ସାହିତ୍ୟିକଟେ ବସି ଅପକର୍ମ କାହା ବିଷୟରେ କ'ଣ କ'ଣ କଥାବାର୍ତ୍ତା ସେ ଆଡ଼ିକି ମନେ ପଡ଼ିଗଲା। ଯାହାର ଯୋଉ ପ୍ରକାର ସ୍ୱଭାବ ସେ ସିଆଡ଼େ ସିଆଡ଼େ ଯାଉନି, ପ୍ରତ୍ୟେକ ସମୟ ଦେଖୁନ ପଳଉଛି ନା ନାଇଁ ମନଟା। ଏଇ ମନ ତାହେଲେ ଆକ୍ଟିଭ ଅଛି। କ'ଣ ଆକ୍ଟିଭ ଅଛି? ନା ନିଜକୁ ଦୁର୍ବଳ କରିବାରେ ଆକ୍ଟିଭ ଅଛି। ଏଇ ମନ ଆମ ସାଙ୍ଗରେ ରହିବ ମଲା ପର୍ଯ୍ୟନ୍ତ, ରହିବ ନା ନାହିଁ? ଆଉ ସେଇ ମନକୁ ଯଦି ଏବେଠାରୁ ଶୁଦ୍ଧ ଆଉ ତାକୁ ଯଦି ଠିକ ରାସ୍ତାରେ ନ ପକଉଛୁ ଅସୁବିଧା ହବ ନା ନାହିଁ? ଉଦାହରଣ ସବୁ ଦେବା, ଠିକ ଜିନିଷ ହବ ନାହିଁ। ସ୍ତ୍ରୀ ଲୋକଟି ସେଠି କାମ କରୁଛି ଆମ ନଳା ପାଖରେ, ସେଠି କାମ କରୁନି, ନଳା ତିଆରି ହେଉଛି। ସେ ତା ଠିକାଦାର କହୁଛି ମୋତେ ମୋ ହାତରେ ସବୁ ବସିଗଲାଣି କଂକ୍ରିଟ୍ ଗୁଡ଼ାକ, ହାତରେ ରକ୍ତ ବାହାରିବା ଉପରେ ହେଲାଣି, ମୋତେ ଗୋଟେ ରାମ୍ପୁଡ଼ାଟେ ଆଣିଦିଅ, ମୁଁ ତାକୁ ଗୋଡ଼ି ଗୁଡ଼ା ସେ ବାହାର କରିଦେବି। ମୁଁ ଏଠି ଅନେଇଥିଲି, ମୋ ଭିତରେ ସେଇଟା ପଶିଗଲା ଜିନିଷଟା। କେମିତି ପଶୁଛି ଦେଖ, ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ଘଟଣା। ଆମର ଯେଉଁଟା ଗଛ ପୋଡ଼ାଯାଏ ସେଇଟା ମୁଁ ତା ପାଖକୁ ପକେଇଦେବି, ବୋଲେ ଏଇଟାର କଲି ଲେଖିବ, ଦେଖିଲେ ତୋତେ କାଟିବନି ତ ଆସି। ସେଟା ଦେଖିଲା, କହିଲା ହଁ ଏଇଟା ଟିକେ ହବ, ନେଇ ତାର କାମ ଏବେ କରୁଥିବ। ସିଏ ତ ତାଙ୍କ କାମ କରୁଛି, କଣ୍ଟ୍ରାକ୍ଟର କରୁଛି, ମୋର କ'ଣ ହେଲା? ତ କରିବା କାମ ତାର। ମୁଁ ମଝିରେ ମୋର ଭୂମିକାଟା କ'ଣ ମୋତେ କାହିଁ ଆସିକି ପହଞ୍ଚିଲି? ମୁଁ କାହିଁ ବସିକି ତାକୁ ପକେଇଲି, ମୋର କ'ଣ ଦରକାର ଥିଲା? ଆମେ ଜାଣିନା ତ ଅଟୋମେଟିକାଲି ଆପେ ଆପେ ଏଇ ସତ୍ ଜ୍ଞାନର ପ୍ରଭାବରେ ସତ୍ ଜିନିଷ ତ ଭିତରର ହୃଦୟର ଗ୍ରନ୍ଥି ଗୁଡ଼ାକ ସବୁ ଉନ୍ମୋଚନ ହେଇଯିବ। ତମ ଯୋଉ ଦୁର୍ବଳ ଗ୍ରନ୍ଥି ସବୁ ଗୁଞ୍ଜି ଗୁଞ୍ଜିକି ନାହିଁ କି, ଏ ଗଣ୍ଠି ସବୁ ପଡ଼ିକି ଏକଦମ ପୁରାପୁରି ବୁଢ଼ା ହେଇଯିବ। ମୁଁ ଢେଙ୍କାନାଳିଆ, ତୁ ଢେଙ୍କାନାଳିଆ ନା ନାହିଁ? ଆଉ କୋଉଠିକା ଭୁବନେଶ୍ୱରିଆ? ଢେଙ୍କାନାଳିଆ କହିଲା କିଏ ଢେଙ୍କାନାଳ? ଗୋଟେ ଶବ୍ଦଟେ, ଗୋଟେ ସେ ଶବ୍ଦଟେ ଆମ ଭିତରେ ପ୍ରଭାବ ବିସ୍ତାର କରିଦେଉଛି ନା ନାହିଁ? ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ଏ ପାଞ୍ଚଟି ବିଷୟ ଆମକୁ କୋଉ କୋଉ ଜାଗାରେ ପଶିଯାଉ ନା ନାହିଁ? କିନ୍ତୁ ଏଇ ଜ୍ଞାନଟା ଶୁଣୁ ଶୁଣୁ ଯଦି ତାକୁ ଏଇ ଜଣେ କହିଦିଏ ଢେଙ୍କାନାଳିଆ, ତାକୁ ଆଗରୁ ଯୋଉଟା ଭାବୁଥିଲା ଏବେ ସେ ତାକୁ କ'ଣ କରିବ? ହସିଦେବ। କ'ଣ କରିବ? ଆରେ କ'ଣ ଏଇଟା ବସିକି ମୋତେ ମୁଁ ଆକ୍ରାନ୍ତ ହେଇଗଲି, ଏ ରୋଗ ହେଇଗଲା ମୋତେ। ଗୋଟେ ମୋର ଗାଁ ନା, ମୋ ବାପା ନା, କି ମୋତେ ଗୋଟେ କୌଣସି ଜାତିର ନା, କୌଣସି ବର୍ଣ୍ଣର ନା, ଗୋଟେ କ'ଣଟେ କହିଲା ବେଳକୁ ମୋତେ ଏମିତି ଏମିତି ହେଉଛି କାହିଁକି? ମାଷ୍ଟର ଗୁଡ଼ା କ'ଣ ବୁଦ୍ଧି ଅଛି? ଏଗୁଡ଼ା ସବୁ ନଷ୍ଟ କରିଥିବା ସଂସାର। ବାରମ୍ବାର ପଇସା ନାଁରେ ମାନେ ଯାବତୀୟ ଜିନିଷ କୁକର୍ମ ସବୁ କରୁଛନ୍ତି। ମୁଁ ଯଦି ମାଷ୍ଟର ହେଇଛି ମୋତେ ବାଧିବ ନା? ବାଧିବ। ପୁଲିସ ଲୋକ ଗୁଡ଼ାକ ଏଗୁଡ଼ା ସାରା ଜୀବନ ଖାଲି ପଇସା ଗୁଡ଼ା ଖାଇ ଖାଇକି ବରବାଦ କରୁଛନ୍ତି ନା ନାହିଁ ଲୋକଙ୍କର? ଯିଏ ପୁଲିସ ହେଇଥିବ ତାକୁ ବାଧିଯିବ ନା? କଲେଜରେ ଆଜିକାଲି ପାଠ ପଢ଼ଉଛନ୍ତି, ଏ ତ ପିଲାମାନେ ତ ନାଟକ କରୁ
ତାଙ୍କରି ନାଟ ଦେଖୁ ଦେଖୁ ଦିନ ଯାଉଛି। ଇଏ ଅଧ୍ୟାପକ ଯେହେତୁ ତାକୁ ବାଧିବ ନା, ପ୍ରିନ୍ସିପାଲ ଏ ଚୋର ନମ୍ବର 1 ସବୁଗୁଡ଼ା କାମ କରୁଛନ୍ତି। ଆମେ କହିଲୁ ଯେ ପ୍ରିନ୍ସିପାଲ ଯେହେତୁ ତାକୁ ବାଧିବ ନା ନାହିଁ। ତେଣୁ ପୁରୁଷ ଲୋକ ଗୁଡ଼ାକ ଭଲ ନୁହଁ, ସ୍ତ୍ରୀ ଲୋକମାନେ ଭଲ। ଯିଏ ପୁରୁଷ ଲୋକ ତାକୁ ବାଧିବ ନା ନାହିଁ, ଯିଏ ସ୍ତ୍ରୀ ଲୋକମାନେ ଭଲ ବୋଲି ତାକୁ ଯାହାକୁ ବାଧୁଛି ଏଥିରୁ ବୁଝାଯାଉଛି ସେ ଅଲଗା ଅଲଗା କରିଦେଉଛି ନା ନାହିଁ, ଆତ୍ମା ସହିତ ତାର ସମ୍ପର୍କ ନାହିଁ, ସେ ୟାରି ଭିତରେ ଘାଣ୍ଟି ହେଇକି ରହୁଛି ନା ନାହିଁ। ସେଥିପାଇଁ ସାବଧାନ ହୁଏ। ଆମେ ସତ୍ସଙ୍ଗ କରିବା କେମିତି ବର୍ବାଦ କର ନାହିଁ, ସବୁବେଳେ ବିଚାର କର ଯେ ମୁଁ ଯେହେତୁ ଜଣେ ସତ୍ସଙ୍ଗୀ, ମୋର ଆତ୍ମା ସମ୍ପର୍କରେ ସ୍ପଷ୍ଟ ଧାରଣା ହେବା ଦରକାର। ମୁଁ ନିଷ୍ପାପ ହେବା ପାଇଁ ହେଲେ ମୋର ଏଇସବୁ ଜିନିଷ ଗୁଡ଼ାକ ମୋ ପାଖରେ ଯେମିତି ପ୍ରବେଶ ନ କରେ। ମୁଁ ସତ୍ସଙ୍ଗରେ ବସୁଛି ମାନେ ଏ ଶପଥ ମୋ ଭିତରେ ରହୁ, ଏ ତପସ୍ୟା ମୋ ଭିତରେ ରହୁ। ମୁଁ ସେଇ ସମୟରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିଷ୍କଳଙ୍କ ବିଚାର କରେ। ମୋ ଭିତରେ ସମ୍ବେଦନା ଆସୁ, ଅନ୍ୟ ପ୍ରତି ସମ୍ବେଦନା ଆସୁ। ସେ ଦୁଃଖରେ ପଡ଼ୁଛି, ମୋ ଭିତରେ ସମ୍ବେଦନା ଆସୁ। ସେ ଦୁଃଖୀ ହେଉଛି, ତାକୁ କିଛି ଲାଗୁ ନ ଲାଗୁ, କିନ୍ତୁ ମୋ ଭିତରେ ସେଟା ଆସିବା ଦରକାର ନାହିଁ। ସେ ବୃତ୍ତିଟା ଆମ ଭିତରେ ତିଆରି ହେଉଛି କି ଯିଏ ଆତ୍ମା ସମ୍ପର୍କରେ ଯାହାର ଜ୍ଞାନ ବଳିଷ୍ଠ ହେଇକି ଯିବ, ସଂସାରର କୌଣସି ଜିନିଷ ତାକୁ ପ୍ରଲୋଭିତ କରିପାରିବ, କୌଣସି ଜିନିଷ ତାକୁ ବିପଦରେ ପକାଇ ପାରିବନି, କୌଣସି ଜିନିଷ ତାର କ୍ଷତି କରିପାରିବନି। ଗୁରୁ ଗୀତାରେ ତାକୁ କୁହାହେଉଛି ଯିଏ ଗୁରୁକୁ ଶରଣ ନିଏ ତାକୁ ସେ ବିଧବା ହେବ ନାହିଁ। ଯିଏ ଗୁରୁଙ୍କର ଶରଣ ନିଏ ସିଏ ତାର କୌଣସି ପ୍ରକାର ଦୁର୍ବିପାକ ଆସିବ ନାହିଁ। ଏଇ ଦୁର୍ବିପାକ ଆସିଲା, ତେଣୁ ଲୋକ ତାକୁ କ'ଣ କରନ୍ତି, ଭଦ୍ରଲୋକ ଜଣ ଆସିଲା ବ୍ରହ୍ମପୁରରୁ, ସାର୍ ଆପଣଙ୍କର ଏତେ ଏତେ ବହି ତ ସ୍ୱାମୀ ନିରଞ୍ଜନ ଜୀ ଲେଖିଛନ୍ତି, ମୁଁ 20-25 ବର୍ଷ ତଳେ ତାଙ୍କ କ୍ଲାସ୍ କରିଥିଲି ବ୍ରହ୍ମପୁରରେ, କିନ୍ତୁ ଗୁରୁ ଗୀତା ଉପରେ କିଛି ଲେଖିନା। ମୁଁ କହିଲି ହଁ ଲେଖିଥିଲେ, ଗୋଟେ ଛୋଟିଆ ବହିଟିଏ ଲେଖିଥିଲେ। ସେ ବହି ଚିରିକି ସବୁ ଗଲାଣି, 20-25 ବର୍ଷ ତଳେ ଛପା ହେଇଥିଲା। କ'ଣ ଦରକାର ନା ମୋର ଗୁରୁ ଗୀତାଟା ମୋର ଅର୍ଜେଣ୍ଟ ଦରକାର। କ'ଣ ଦରକାର ନା ମୋତେ ଦରକାର ଯେ ସେଟାକୁ ସବୁଦିନ ଯେ ପାଠ କରେନି, ସିଏ ଧନବନ୍ତ ହେବ, ସିଏ ଲକ୍ଷ୍ମୀବନ୍ତ ହେବ, ତା ପାଖରେ ଚୋର ପଶିବେ ନାହିଁ, ତାର ସ୍ତ୍ରୀ କେବେ ବିଧବା ହେବ ନାହିଁ, ତାର କୌଣସି ଜିନିଷ ଦୁର୍ଗତି କେବେ ଘଟିବ ନାହିଁ, ତା ପାଖରେ ଲକ୍ଷ୍ମୀ ତା ପଛେ ପଛେ ଲାଗିକି ରହିଥିବେ। ଗୁରୁ ଗୀତାରେ ସ୍ପଷ୍ଟ ଲେଖା ହେଇଛି, ବୁଝଛ ନା ନାହିଁ? ତେଣୁ ସେଟାକୁ ମୁଁ ସବୁବେଳେ ପାଠ କରିବି। ଗୁରୁ ଗୀତା ପାଠ କରିବା ପାଇଁ କୁହାଯାଉଛି, ସର୍ବତ୍ର ପାଠ କରିବି। କିନ୍ତୁ ତାର ଭାବ କୁଆଡ଼େ ଗଲା ଆମେ ତାକୁ ବୁଝିଲେ, ଶବ୍ଦ ଉପରେ ରହିଯାଇକି ଆମ ଜୀବନ ବିତିଗଲା, ତା ଭାବ କୁଆଡ଼େ ଗଲା ଆମେ ଜାଣିପାରିଲେ। ଭଗବାନଙ୍କ ପାଖରେ ଲକ୍ଷ୍ମୀ ଅଛନ୍ତି, ତାଙ୍କ ପଦ ସଞ୍ଚାଳନ କରୁଛୁ, ଲକ୍ଷ୍ମୀ ଅଛନ୍ତି ତାଙ୍କ ପାଦକୁ। ଲକ୍ଷ୍ମୀ ତାକୁ କୁହାଯାଉଛି କ'ଣ? ଲକ୍ଷ୍ମୀ ହେଉଛି ରୂପକ, ଗୋଟେ ଚିହ୍ନଟିଏ। କ'ଣ ନା ଲକ୍ଷ୍ମୀ ହେଉଛି ଶ୍ରୀ, ସୌଭାଗ୍ୟର ପ୍ରତୀକ। ଶ୍ରୀ କିଏ ନା ଶ୍ରୀ ହେଉଛି ଆତ୍ମା। ଯିଏ ଏଠି ପଦ ସଞ୍ଚାଳନ କରୁଛି ତାକୁ ଯିଏ ବିଚାରକ, ସେ ବିଚାର କରି ଦେଖିବ ଯେ ଶ୍ରୀ ବୋଲି କାହାକୁ କୁହାଯାଉଛି। ଏ ଶ୍ରୀ ବୋଲି ଯାହାକୁ କୁହାଯାଉଛି ସେ ହେଉଛି ଲକ୍ଷ୍ମୀ ବୋଲି ଯାହାକୁ କୁହାଯାଉଛି, ତା ପାଖରେ ଅଭାବ ରହିବ ନାହିଁ। ଯିଏ ଆତ୍ମା ସମ୍ପର୍କରେ ଜ୍ଞାନ ଅଛି, ତୁ ଗୋଟେ ଅଭାବ ହେଉଛି, ତୁ କେମିତି ଚଳୁଥିବୁ କହିଲେ ତା ମନରେ ରିଏକ୍ସନ୍ ହେବନି, ପ୍ରତିକ୍ରିୟା ହେବ। ଅଭାବ ତ ତା ପାଖରେ ନାହିଁ ନା। ଯିଏ ପୂର୍ଣ୍ଣତାରେ ପରିପୂର୍ଣ୍ଣ ଅଛି ତାକୁ ଅଭାବ କୋଉଠି ଆସିବ? ଅଭାବ ଅଭାବ ସବୁବେଳେ କହି ଭାବକୁ ଦେନା ମାରି ଅଛି ଆମର ଗୋଟେ ଭଜ। ତେଣୁ ଏଠି ଅଭାବ ସେଇମାନଙ୍କୁ ହାରିବ ଯେଉଁମାନେ ନାନାଦି ପ୍ରକାର ଦୁଶ୍ଚିନ୍ତାକୁ ଆଣିକି ନିଜ ଭିତରେ ପୁରଉଛନ୍ତି ପ୍ରତ୍ୟେକ ମୁହୂର୍ତ୍ତରେ। ତେଣୁ ସେମାନେ ତାର ଅର୍ଥ ବୁଝିନାହାନ୍ତି। କିନ୍ତୁ ଗୁରୁ ଗୀତାର ପ୍ରତ୍ୟେକ ଶବ୍ଦରେ ଏଇଟା ସବୁ ପୁରେଇ ଦିଆହେଇଛି। ଗୁରୁ ଗୀତାରେ ନଥିଲା, ପରବର୍ତ୍ତୀ କାଳରେ କିଏ ପଣ୍ଡିତ ମାନେ ତାକୁ ସବୁ ପୁରେଇ ଦେଇଥିଲେ। ବିଧବା ତମର କେହି ହେବେନି, ସବୁ ସଧବା ହେଇକି ସବୁ ରହିବେ। ତାର ମାନେ କ'ଣ ତାକୁ ଥରେ ଅର୍ଥ କରିକି ଆମର ସନ୍ଥମାନେ ବୁଝେଇଲେ, ସନ୍ଥମାନେ ତାକୁ ବୁଝେଇଲେ ସେ ବିଧବା ହେବନି କାହିଁ ନା, ଇଏ ହେଉଛି ଆତ୍ମାର ସନ୍ତାନ ହେଲା ବୁଦ୍ଧି, ବୁଦ୍ଧିର ଆତ୍ମାର ସ୍ତ୍ରୀ ହେଲା ବୁଦ୍ଧି, ବୁଦ୍ଧିର ସନ୍ତାନ ହେଲା ଜ୍ଞାନ। ଜ୍ଞାନ ଯାହା ପାଖରେ ଅଛି ତାକୁ କିଛି ଅଭାବ ରହିବ, ସେ ବିଧବା ହେବ। ବୁଝେଇଦେଲେ ସନ୍ଥମାନେ, ଆମେ ବୁଝିଗଲୁ। ଏଗୁଡ଼ାକ ନୁହେଁ, ଗୁରୁ ଗୀତାର ଅନ୍ତର୍ଭୁକ୍ତ ନୁହେଁ, ଶିବ ପାର୍ବତୀ ଏଗୁଡ଼ା କହିନାହାନ୍ତି। କିନ୍ତୁ ସେଇଟା ଆମ ଲୋକଙ୍କ ମନରେ କେମିତି ପ୍ରତିକ୍ରିୟା କଲା। ସେ ଦୌଡ଼ିକି ଆସିଛି ମୋ ପାଖକୁ, ଯଦି ଗୁରୁ ଗୀତାରେ ଥିବ ତାକୁ ସବୁଦିନ ପାଠ କରିଦେଲେ ମୋ ସ୍ତ୍ରୀ ଆଉ ବିଧବା ହେବାର ସମ୍ଭାବନା, ଅର୍ଥାତ୍ ମୁଁ ବଞ୍ଚିକି ରହିବି। ଏଇ ପ୍ରକାର ଭାବ ତା ମନ ଭିତରେ ପରିପୂର୍ଣ୍ଣ ହେଇକି ରହିଲା। ଏଇ ପ୍ରକାର ଅନ୍ଧବିଶ୍ୱାସ
जो मैंने बही पढ़ती तार भावार्थ को बुझंती जानते सी कह मुझे जन सत्संगी 25 वर्ष तले मुझे सत्संगी थी तू खाई ना चुलिकी जाइलु तू सत्संग कौ दिन हेलु जे आज भी तू अच्छु कि आम से बचा से सत्संग कह तो देखा गुरु कही ज्ञान टाक जब गुरु कही जो सूत्र गुड़ा कहते स्मरण ना मु अच्छी मु अच्छी ये दुटा भितर मु लक्ष्मीधर स्वाई अच्छी कौन ना नहीं मु लक्ष्मीधर स्वाई अच्छी कौन ना नहीं तेणु गुरु कहे मुझे भितर जो लक्ष्मीधर पशिगला नहीं कि सी तुम विपदर कारण मुटा ठीक अच्छीटा भी ठीक कितु मु ब्राह्मण मु खंडायत मु दोकानी ये जो मझे कह मु पुरुष मु नारी यही माने हूँ तुम अधोगतिर कारण मुटा ठीक अच्छीटा ठीक अस्थिटा ठीक कि जो पशि जाऊनी भितर ये गुरु कहते वाक्यटा यहाँ मन रोचे ये सूत्र गुड़ाक जब आम मन में टिके 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 रही था आम कौन करते ना प्रत्येक समय मु अच्छीटा ठीक कि भितर जे पशिगला मत दिन पकाऊँ निकाल दिखती ना नहीं बाहर कर दिखती ना याड़ी को मन जाए आम कौट अवस्था अच्छा देख सत्संग आम कौन कर तेणु गुरुर वाक्यटा गुरुर शब्द गुड़ाक बुझापी चेष्टा कर आम एड़े निर्बोध जे ये शब्दर प्रभाव आम पर मोटे ही गुरु कहे मुझे सूत्र तत्ते बतईदेवी से सूत्र गुड़िक अति कम मन रखार अर्थ हो तु मो पाखे अच्छु जदि सूत्र गुड़िक तू जीवन में पार्श्वे देचु तु मो योजन योजन दूर रे गुरु प्राप्त हबु कौटी गुरु तत्ते मिल कौटी खाई ये शरीर गुरु नुहे ये चैतन्यटा हूँ गुरु जो चेतना तो भीतर चेतना सृष्टि करने शब्द सब देती से चैतन्य को तू अस्वीकार कर निकटतर हो शरीर ये शरीर किसी चैतन्यता भीतर जो अच्छे से चैतन्य सागर कर प्रत्येक प्रत्येक वाक्यटा को यदि तो जीवन में उतारी पारू तू सत्संग कौन करवा भल सत्संगी हवा ये शांति रहा संवेदनशील रहा अन्य को भल पाइबा श्रद्धा करवा ना ये नर्कर पेट जाड़ू आम उहा जीवनटा कर गोटा करवा जोटा तुम इच्छा कई ताको अटकई पार से बाटे चलिए तेणु ये आत्मतत्व मनुतत्व कबीर से जो कहानी कही सब कहानी हिसाब से नहीं जीवन ये नागस्यान जो लीला को शरीर एक जोड़ मिश्रण मनटा एक मिश्रण ये जिनस गुड़ाक सब ध्यानस्थ विचार कर एक मिश्रण केवल मो हाथ गोड़ पाद मोर मन मो बुद्धि ये सब मिशा है कि गोटे यार को एत मोह एत अहंकार यार को पुणी एत प्रकार परिकल्पना ये सब हूँ भूल कथा सत्संग ये मर्मटा आम नहीं जीवन में किसी आज भी किसी प्रभाव पकाऊ थाए ये आम माने सबुठार महौषधि परिणत महा औषध परिणत मत भव रोग रक्षा करने साहय करना ना मत लगुच ही एकमात्र रास्ता साहय करने अन्य रास्ता शांति पाठ कर पूर्णमीदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मा कश्चित् दुःखभाग् भवेत्